गुरु ब्रह्मा गुरु विष्णु गुरुदेव महेश्वर गुरुदेव परम ब्रह्म तस्मै श्री गुरवे नमः। अखण्डमण्डलाकारं व्याप्तं येन चराचरं तत्पादं दर्शितं येन तस्मै श्री गुरवे नमः। अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। स्थावरं जङ्गं व्याप्तं येन कृष्णं चराचरं तत्पादं दर्शितं येन तस्मै श्रीगुरवे नमः। चिद्रूपेण परिव्याप्तं त्रैलोक्यं सचराचरं तत्पादं दर्शितं येन तस्मै श्रीगुरवे नमः। नावधिकं तत्त्वं नावधिकं तपो तत्त्वज्ञानात्तरं नास्ति तस्मै श्रीगुरवे नमः। मन्माता श्री जगन्नाथ मद्गुरुः श्री जगद्गुरुः मदात्मा सर्वभूतात्मा तस्मै श्रीगुरवे नमः। गुरुरादिनादिश्च गुरुः परं दैवतम् गुरोः परोत्तरं नास्ति तस्मै श्रीगुरवे नमः। ब्रह्मानन्दं परमसुखदं केवलं ज्ञानमूर्तिं गन्धातीतं गगनसदृशं तत्त्वमस्यादिलक्ष्यम् एकं नित्यमेवमचरं सर्वधी साक्षीभूतं भावातीतं त्रिगुणरहितं सद्गुरुं नमामि सद्गुरुं नमामि सद्गुरुं नमामि। जय शंखदिन प्रदान कले साधुमा श्रीमती तिरुत्तम शेट्टी और सद्गुरु वंदना कले सुकांत भाई ठाकुर पवित्र पंजाबी कर्मी श्रीत सुकांत चरण शेट्टी उभंकर शंकर परिवार समस्त सार्विक मंगल ठाकुर श्री चरण प्रार्थना। जय गुरु। जय गुरु सर। बर्तमान आम समूह भाव 2 मिनिट नाम जप करवा। नाम समय आरंभ होला। जय गुरु समस्त जय गुरु। बर्तमान सत्यानुसरण ग्रंथ पाठ करवा अनुषद पूर्ण भाई श्रीयुक्त पूर्णचंद्र नायक सत्यानुसरण ग्रंथ पाठ कर। जय परम ब्रह्म श्री ठाकुर अनुकूल चंद्र श्रीहस्त लिखित पवित्र सत्यानुसरण अर्थमान जश इत्यादि पाइबा आशारे मते ठाकुर सुझाई भक्त हो नाई सावधान हो ठकीजीव तुम ठाकुर तो जाग्रत नहले केही तुमर केन्द्र भी नुहंती ठाकुर भी नुहंती फांकी देले ताही पाई स्पष्टवादी हुओ किंतु मिष्टभाषी हुओ कहिबा आगरु विवेचना कर किंतु कही विमुख हुओ नाई
ଯଦି ଭୁଲ କରିଥାଅ ସାବଧାନ ହୁଅ, ଭୁଲ କର ନାହିଁ। ସତ୍ୟ କୁହ କିନ୍ତୁ ସଂହାର ଆଣ ନାହିଁ। ସତ୍ କଥା କହିବା ଭଲ, କିନ୍ତୁ ଭାବିବା ଅନୁଭବ କରିବା ଆହୁରି ଭଲ। ଅସତ୍ କଥା କହିବା ଅପେକ୍ଷା ସତ୍ କଥା କହିବା ଭଲ ନିଶ୍ଚୟ, କିନ୍ତୁ କହିବା ସାଙ୍ଗରେ କାମ କରିବା ଓ ଅନୁଭବ ନଥିଲେ କଣ ହେଲା? ବେହେଲା ବୀଣା ଯେପରି ବାଦକାନୁଗ୍ରହରୁ ଭଲ ବାଜେ, କିନ୍ତୁ ସେମାନେ ନିଜେ କିଛି ଅନୁଭବ କରିପାରିବେ ନାହିଁ। ଯେ ଅନୁଭୂତିର ଖୁବ୍ ଗଳ୍ପ କରେ ଅଥଚ ତାର ଲକ୍ଷଣ ପ୍ରକାଶ ପାଏ ନାହିଁ, ତାର ଗଳ୍ପ ଗୁଡ଼ିକ କଳ୍ପନା ମାତ୍ର ବା ଆଡ଼ମ୍ବର। ଯେତେ ଡୁବିବ ସେତେ ବେମାଲୁମ ହବ। ଯେପରି ଡାଳିମ୍ବ ପାଚିଲେ ହିଁ ଫାଟିଯାଏ, ତୁମ ଅନ୍ତରରେ ସଦ୍ଭାବ ପାଚିଲେ ଆପେ ଫାଟିଯିବ। ତୁମେ ମୁହଁର ତାହାର ପ୍ରକାଶ କରିବାକୁ ହେବ ନାହିଁ। ଶାନ୍ତି ଶାନ୍ତି ଶାନ୍ତି। ଜୟ ଗୁରୁ। ସତ୍ୟାନୁସରଣ ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧା ପୂର୍ଣ୍ଣ ଭାଇ ସହିତ ପୂର୍ଣ୍ଣଚନ୍ଦ୍ର ନାୟକ ତାଙ୍କ ପରିବାର ସମସ୍ତଙ୍କ ଶାରୀରିକ ମୂଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର ଶ୍ରଦ୍ଧା ସତ୍ୟବତୀ ମା ଶ୍ରୀମତୀ ସତ୍ୟବତୀ ପ୍ରଧାନ। ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତି ଗ୍ରନ୍ଥ ପାଠ। ଭାବ ଭାଷା ଓ କର୍ମ। ଭାବ ଭାଷାକୁ ମୁଖର କରି ତୋଳେ, ପୁଣି ଭାବ ହିଁ କର୍ମକୁ ନିୟନ୍ତ୍ରିତ କରେ, ଆଉ ଭାବନାରୁ ହିଁ ଭାବ ଉଦିତ ହୁଏ। ଅତେବ ତୁମର ଭାବନାକୁ ଯେତେ ସୁନ୍ଦର, ସୁଶୃଙ୍ଖଳ, ସହଜ, ଅବିରୋଧ ଓ ଉନ୍ନତ ଧରଣର କରିବ, ତୁମର ଭାଷା, ବ୍ୟବହାର ଓ କର୍ମକୁଶଳତା ମଧ୍ୟ ସେହିପରି ସୁନ୍ଦର, ଅବିରୋଧ ଓ ଉନ୍ନତ ଧରଣର ହେବ। ବାଣୀ ସଂଖ୍ୟା 10। ଜୟ ଗୁରୁ ଦାଦା। ଜୟ ଗୁରୁ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧା ସତ୍ୟବତୀ ମା ଶ୍ରୀମତୀ ସତ୍ୟବତୀ ପ୍ରଧାନ ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସେମାନେ ଅଭୟ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାରେ କର୍ମୀ ଶ୍ରୀଯୁକ୍ତ ଅଭୟ କୁମାର ସ୍ୱାଇଁ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ। ଜୟ ଗୁରୁ। ପରମଦାର ପରମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀହସ୍ତ ଲିଖିତ ସ୍ୱାସ୍ଥ୍ୟ ସଦାଚାର ଗ୍ରନ୍ଥର ମଙ୍ଗଳାରୁ ପାଠ କରୁଛି। କୁଳକୁଣ୍ଠା କରି ତୁମର ଖାଦ୍ୟ ପାତ୍ରରେ ତାହା ପକାଇବାକୁ ଯାଅ ନାହିଁ। ତୁମର ଲାଳ ଗ୍ରନ୍ଥିର ଉଚ୍ଚ ସ୍ଥାନ ସେ ବିକାର ସୃଷ୍ଟି କରିପାରେ, ଯାହାଫଳରେ ସେଇ ପାତ୍ର ଶୁଭାର୍ଜିତ ନହେଲେ ସେଇ ପାତ୍ରସ୍ଥ ପାନୀୟ ଦୁଷ୍ଟ ହୋଇ ଉଠିପାରେ। ଗ୍ଲାସରେ ମୁହଁ ଲଗେଇ ପିଇଲେ ମଧ୍ୟ ସେଇ ଦଶା ହୁଏ। ତେଣୁ ଉପରକୁ ଟେକିକି ଜଳ ପିଇବା ମଧ୍ୟ ସଦାଚାରର ଅଙ୍ଗ। ବାଣୀ ସଂଖ୍ୟା 42। ଜୟ ଗୁରୁ। ଜୟ ଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସେମାନେ ଅଭୟ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାରେ କର୍ମୀ ଶ୍ରୀଯୁକ୍ତ ଅଭୟ କୁମାର ସ୍ୱାଇଁ ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସୁକାନ୍ତ ଭାଇ ଠାକୁରଙ୍କ ପବିତ୍ର ପାଞ୍ଜାରେ କର୍ମୀ ଶ୍ରୀଯୁକ୍ତ ସୁକାନ୍ତ ଚରଣ ସେଠୀ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ଖ୍ରୀଷ୍ଟାବ୍ଦ ଭାଇ ଶ୍ରୀଯୁକ୍ତ ଖ୍ରୀଷ୍ଟାବ୍ଦ ନାୟକ। ତୃତୀୟ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ଗାୟତ୍ରୀ ମା ଗାୟତ୍ରୀ ଦାସ। ଚତୁର୍ଥ ଭଜନ ପରିବେଷଣ କରିବେ ଶ୍ରଦ୍ଧା ମିତାଲି ମା ଶ୍ରୀମତୀ ମିତାଲି ରଥ। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧା ବିଜୟଲକ୍ଷ୍ମୀ ମା ଶ୍ରୀମତୀ ବିଜୟଲକ୍ଷ୍ମୀ ଦାସ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଣୁ କଣ୍ଠଶିଳ୍ପୀ ଆମର ସୈନ୍ୟ ସୁକାନ୍ତ ଭାଇ ଠାକୁରଙ୍କ ପବିତ୍ର ପାଞ୍ଜାରେ କର୍ମୀ ଶ୍ରୀଯୁକ୍ତ ସୁକାନ୍ତ ଚରଣ ସେଠୀ ପ୍ରଥମ ଭଜନ ପରିବେଷଣ କରିବେ। ଜୟ ଗୁରୁଦେବ। ଜୟ ଗୁରୁ। ଆଜ୍ଞା। ଉପସ୍ଥିତ ସମସ୍ତଙ୍କୁ ରାନନ୍ଦ ଜୟ ଗୁରୁ। वन्दे पुरुषोत्तमम् त्वमेव मम जीवनम् त्वमेव मम शरणम् वन्दे पुरुषोत्तमम्
वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम् त्वमेव मम जीवनम् त्वमेव मम शरणम् वन्दे पुरुषोत्तमम् वन्दे पुरुषोत्तमम् ब्रह्मा विष्णु महेश्वर तुम देहि विराजाई सृष्टि स्थिति पालन कर्ता परम पिता तुम्हें से ही ब्रह्मा विष्णु महेश्वर तुम देहि विराजाई सृष्टि स्थिति पालन करता परम पिता तुम्हें से जोगी तुदी मोर चिंता की छिराहु तुम बड़े আজি बड़िया जाए अभय गीत गाई अभय गीत गाए वन्दे पुरुषोत्तमम् आपदे विपदे एबे भयाम नाई तुम नाम साथे थिले बाधा विघ्न किछि नाही आपदे विपदे भयाम नाई तुम नाम साथी थिले बाधा विघ्न किछि नाही तुम नामे कपि जाए पाप अंधकार पुण्यर प्रभात आसे दयारे तुमरा दयारे तुमरा वन्दे पुरुषोत्तमम् प्रेम प्रीति दया क्षमा कथारे खाली रही जाए ध्वंसर दुंदुबी बाजे चतुर्दिग शुभा जाए प्रेम प्रीति दया क्षमा कथारे खाली रही जाए ধ্বংসর দুন্দুবি বাজ চতুর্দিগ শুভা যায়
ବସି ନିରାଶାରେ ବଞ୍ଚି ବଢିବା ଶିକ୍ଷା ଦିଅ ଆସି ଧରାରେ ଧରାରେ ବନ୍ଦେ পুরুষোত্তমম তমেব মম জীবনম তমেব মম শরণম বন্দে পুরুষোত্তমম বন্দে পুরুষোত্তমম বন্দে পুরুষোত্তমম। জয় গুরু। ଜୟ ଗୁରୁ। ଖୁବ୍ ସୁନ୍ଦର ଭାବରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସେମାନେ ସୁକୁଲ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାରେ କର୍ମୀ ଶ୍ରୀ ସୁକାନ୍ତ ଚରଣ ସେଠୀ ଖୁବ୍ ସୁନ୍ଦର ଭାବରେ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ଖ୍ରୀଷ୍ଟାବ୍ଦ ଭାଇ ଶ୍ରୀ ଖ୍ରୀଷ୍ଟାବ୍ଦ ନାୟକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଦାଦା ଜୟ ଗୁରୁ ଦାଦା। ଜୟ ଗୁରୁ ଆଜ୍ଞା ଜୟ ଗୁରୁ। ତୁମେ ଅଛ ବୋଲି ମୁଁ ଅଛି ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି। ଏ ଦୁନିଆ ଦାଣ୍ଡେ ନୁହେଁ ମୁଁ ଏକାକୀ, ଏ ଦୁନିଆ ଦାଣ୍ଡେ ନୁହେଁ ମୁଁ ଏକାକୀ, ତୁମେ ମୋର ସବୁ କିଛି, ତୁମେ ମୋର ସବୁ କିଛି ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି, ତୁମେ ଅଛ ବୋଲି ମୁଁ ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି। বন্ধু জয় সুত সম্পদয়ুত, লাগি জীবন যন্ত্রণা জড়িত, লাগি জীবন যন্ত্রণা জড়িত, ও লাগি জীবন যন্ত্রণা জড়িত, লাগি জীবন যন্ত্রণা জড়িত,
ମୋ ସୁଖ ଦୁଃଖରେ ରହିଛ ପାଖରେ, ମୋ ସୁଖ ଦୁଃଖରେ ରହିଛ ପାଖରେ, ବନ୍ଧୁ ବୋଲି ନିରିବାଛି, ତୁମେ ମୋର ସବୁ କିଛି ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି, ତୁମେ ଅଛ ବୋଲି ମୁଁ ଅଛି ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି। ତୁମ ନାମ ଗାଇ ଆଉ ଦିନ ବିତେ, ତୁମ ଭାବନାରେ ରଖ ମୋର ମତି, ତୁମ ଭାବନାରେ ରଖ ମୋର ମତି, ଓ ତୁମ ନାମ ଗାଇ ଯୋଉ ଦିନ ବିତି, ତୁମ ଭାବନାରେ ରଖ ମୋର ମତି, ତୁମ ଭାବନାରେ ରଖ ମୋର ମତି, ଭୁଲାଇ ଦିଅ ହେ ଅତୀତର ମାୟା, ଭୁଲାଇ ଦିଅ ହେ ଅତୀତର ମାୟା, ମନେ ମୋର ଯାହା ଅଛି, ତୁମେ ମୋର ସବୁ କିଛି ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି, ତୁମେ ଅଛ ବୋଲି ମୁଁ ଅଛି ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି। ଏ ଦୁନିଆ ଦାଣ୍ଡେ ନୁହେଁ ମୁଁ ଏକାକୀ, ଏ ଦୁନିଆ ଦାଣ୍ଡେ ନୁହେଁ ମୁଁ ଏକାକୀ, ତୁମେ ମୋର ସବୁ କିଛି, ତୁମେ ମୋର ସବୁ କିଛି ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି, ତୁମେ ଅଛ ବୋଲି ମୁଁ ଅଛି ପ୍ରଭୁ, ତୁମେ ଅଛ ବୋଲି ମୁଁ ଅଛି। ଜୟ ଗୁରୁ ଦାଦା, ଜୟ ଗୁରୁ। ଯେ খুব সুন্দর ভাবে আমার বেস্ট কণ্ঠশিল্পী আমার শ্রদ্ধেয় খ্রিস্টাদ দায়ী শ্রীযুক্ত খ্রিস্টাদ নাୟକ খুব ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶିକ୍ଷଣ ପ୍ରାର୍ଥନା। ଜୟ ଗୁରୁ ଦାଦା। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବେଷ୍ଟ କଣ୍ଠଶିଳ୍ପୀ ଆମ ଶ୍ରଦ୍ଧା ଗାୟତ୍ରୀ ମା, ଗାୟତ୍ରୀ ଦାସ ପରବର୍ତ୍ତୀ ଭଜନ ପରିବେଷଣ। ଜୟ ଗୁରୁ ଦାଦା। ଜୟ ଗୁରୁ ମା। गुरु कृपा बिना मुक्ति नहीं रे, नहीं नहीं रे मन गाई, गुरु कृपा बिना मुक्ति नहीं रे मन गाई, गुरु कृपा बिना मुक्ति नहीं रे, गुरु कृपा बिना मुक्ति नहीं रे, नहीं नहीं रे मन
बिना मुक्ति नहीं मन भाई गुरु कृपा बिना मुक्ति नहीं गुरु गुप्त ज्ञान दाता गुरु भाग्यर नियंता गुरु गुप्त ज्ञान दाता गुरु भाग्यर नियंता भगत बश्चल भवग्राही रे मन भाई गुरु कृपा बिना मुक्ति नहीं गुरु कृपा बिना मुक्ति नहीं रे नहीं नहीं रे नहीं नहीं रे যোজনা যোজনা যেতে রখ গুরু পদ প্রান্তে যোজনা যোজনা যেতে রখ গুরু পদ প্রান্তে অতি বস বৈকুণ্ঠে যাই রে মন ভাই অতি বস বৈকুণ্ঠে যাই রে গুরু করুণা সাগর না সত্যি আমার ধর গুরু করুণা সাগর না সত্যি আমার ধর गुरु कृपा बिना मुक्ति नहीं मन भाई गुरु कृपा बिना मुक्ति नहीं गुरु कृपा बिना मुक्ति नहीं रे नहीं नहीं रे नहीं नहीं रे যোগ মার্গ সিদ্ধিদাতা অষ্ট ঐশ্বর্য কর্তা যোগ মার্গ সিদ্ধিদাতা অষ্ট ঐশ্বর্য কর্তা জীব দেহে পরম বলাই রে মন ভাই জীব দেহে পরম বলাই রে আসহি মহিমা মেরু ভক্তি ঘেন অন্তরু আসহি মহিমা মেরু ভক্তি ঘেন অন্তরু শ্রীপদে সাষ্টাঙ্গে নমাই রে মন ভাই গুরু কৃপা বিনা মুক্তি নাই মন ভাই গুরু কৃপা বিনা মুক্তি নাই গুরু গুপ্ত জ্ঞান দাতা গুরু ভাগ্যর নিয়ন্তা গুরু গুপ্ত জ্ঞান দাতা গুরু ভাগ্যর নিয়ন্তা ভক্ত বৎসল ভবগ্রাহী রে মন ভাই গুরু কৃপা বিনা মুক্তি নাহি গুরু কৃপা বিনা মুক্তি নাহি রে নাহি নাহি রে নাহি নাহি রে নাহি নাহি রে নাহি নাহি রে জয় গুরু দাদা জয় গুরু। খুব সুন্দর সমুদ্র শ্লোক কণ্ঠে আমার অভিষ্ট কণ্ঠশিল্পী আমার শ্রদ্ধেয় ଗାୟତ୍ରୀ ମା ଗାୟତ୍ରୀ ଦାସ ଖୁବ ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ମା। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ ମିତାଲି ମା ଶ୍ରୀମତୀ ମିତାଲି ରଥ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ ମା। ଜୟ ଗୁରୁ। पूजनीय मेरे करुणा की बारिश सबसे प्यारा है आपसे सीखा जीवन चलना सबसे न्यारा है पूजनीय मेरे करुणा की बारिश सबसे प्यारा है आपसे सीखा जीवन चलना सबसे न्यारा है मोहे प्यारा लागे रे कैसा रंग डाला रे मोहे प्यारा लागे रे
कैसा रंग डाला रे। पूजनीय मेरे करुणा की बारिश सबसे प्यारा है। आपसे सीखा जीवन चलना सबसे न्यारा है। मोहे प्यारा लगे रे कैसा रंग डाला रे। जानो ना मैं साधन करना, जानो ना जीवन का ठिकाना, जानो ना साधन करना, जानो ना जीवन का ठिकाना। आपने मुझको राह दिखाया, आपने मुझको राह दिखाया, क्या से क्या बन पाया रे। मोहे प्यारा लगे रे, मोहे प्यारा लगे रे कैसा रंग डाला रे। तेरी दया से मिला जीवन, सब कुछ मेरा तुझ पे अर्पण। तेरी दया से मिला ये जीवन, सब कुछ मेरा तुझ पे अर्पण। आपने मुझको प्रेम से बांधा, आपने मुझको प्रेम से बांधा, नया जीवन पाया रे परमानंद रे। नया जीवन पाया रे परमानंद रे। पूजनीय मेरे करुणा की बारिश सबसे प्यारा है। आपसे सीखा जीवन चलना सबसे न्यारा है। मोहे प्यारा लगे रे कैसा रंग डाला रे। मोहे प्यारा लगे रे कैसा रंग डाला रे। जय गुरुदेव। जय गुरु। खूब सुंदर सुमधुर भाषण कंठे आम विष्ट कंठशिल्पी मोर श्रद्धा मिताली माँ श्रीमती मिताली रथ खूब सुंदर भाव भजन परिवेशन कले। परिवार समस्त सार्विक मंगल ठाकुर शिक्षण प्रार्थना। जय गुरु महाराज। जय गुरु। वर्तमान परवर्ती भजन परिवेशन करने आम अन्यतम विष्ट कंठशिल्पी मोर श्रद्धा विजयलक्ष्मी माँ श्रीमती विजयलक्ष्मी दास परवर्ती भजन परिवेशन करें। जय गुरु दादा। जय गुरु माँ। जय गुरु। दीन बंधु तुम्हें दया माया, क्षमा सिंधु तुम्हें क्षमा माया। हृदय बल्हावा की देवा दुल्हावा, सदा गुरु रूपे देखा दिया, रूपे देखा दिया। दीन बंधु तुम्हें दया माया, क्षमा सिंधु तुम्हें क्षमा माया। दीन बंधु तुम्हें दया माया, हृदय बल्हावा की
कि देव दुर्लभ हृदय बल्लभ कि देव दुर्लभ सदा गुरु रूपे दिखा दिया सदा गुरु रूपे दिखा दिया दीना बंधु तुम्हें दया माया क्षमा सिंधु तुम्हें क्षमा माया अंधकार ज्ञान तिमिरा जीवन गगने आख्याया प्राणानाम तुम्हें हृदय निर्मला प्राणानाम तुम्हें हृदय निर्मला तप तप मोरा दोई दिया तप तप मोरा दोई दिया क्षमा सिंधु तुम्हें क्षमा माया दीन बंधु तुम्हें दया माया जनमे जनमे पड़ी माया भ्रमे मोरा दुख माया प्रेम शून्य प्राणी आशा संचारणी प्रेम शून्य प्राणी आशा संचारणी भक्ति दीपाणी जली दिया भक्ति दीपाणी जली दिया क्षमा सिंधु तुम्हें क्षमा माया दीन बंधु तुम्हें दया माया अंतरारी मोरा केते व्यथा अकुह वेदना बुझी दिया दुख तल व्यथा नयन लुहा दुख तल व्यथा नयन लुहा सम्मति घेना दया माया सम्मति घेना प्रेम माया क्षमा सिंधु तुम्हें क्षमा माया दीन बंधु तुम्हें दया माया अशांति रजिते तब नाला तब दर्शनी लख्याया आनंद सागरे बसाई मो प्राण आनंद सागरे बसाई मो प्राण दुख नसी देला मरा माया दुख नसी देला मरा माया क्षमा सिंधु तुम्हें क्षमा माया दीन बंधु तुम्हें दया माया क्षमा सिंधु तुम्हें क्षमा माया हृदय बल्लभ कि देव दुर्लभ हृदय बल्लभ कि देव दुर्लभ सदा गुरु रूपे दिखा दिया सदा गुरु रूपे दिखा दिया
ক্ষমাময়। জয় গুরু দাদা। জয় গুরু। খুব সুন্দর সমুদ্র অশ্রলিত কণ্ঠরে আমার বেষ্ট কণ্ঠশিল্পী আমার বিজয়লক্ষ্মী মা শ্রীমতী বিজয়লক্ষ্মী দাস খুব ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କ ଧାର୍ମିକ ମଙ୍ଗଳ ପାଇଁ ଠାକୁରଙ୍କ ଶିକ୍ଷଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ସ୍ୱାମୀ ରଞ୍ଜନ ଦା ଠାକୁରଙ୍କର ପବିତ୍ର ପଞ୍ଜାବୀ କର୍ମୀ ବର୍ଷଣ କର୍ମୀ ଶ୍ରୀ ରଞ୍ଜନ କର ମହାରଣା ଏବଂ ତାଙ୍କର ସହଯୋଗୀମାନେ କୀର୍ତ୍ତନ ପରିବେଷଣ କରିବେ। ଦାଦା ଜୟଗୁରୁ। ଆଜ୍ଞା ଜୟ ଗୁରୁ। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁରଙ୍କ ଚରଣ ତଳେ ମୋର ଅନନ୍ତ କୋଟି ପ୍ରଣାମ। ପୂଜନୀୟ ଜଗତ ଜନନୀ ଲକ୍ଷ୍ମୀ ମାଙ୍କ ଚରଣ ତଳେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟପାଦ ବର୍ଦ୍ଧଙ୍କ ଚରଣ ତଳେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ଭରସା ଅଛି ଆଶା ଦେବଙ୍କ ଚରଣ ତଳେ ମୋର ଅନନ୍ତ କୋଟି ପ୍ରଣାମ। ଏହି ପବିତ୍ର ସତ୍ସଙ୍ଗରେ ଯୋଗ ଦେଇଥିବା ସମସ୍ତ ଭକ୍ତ ପ୍ରେମୀ ଭାଇ ଓ ମା ମାନେ ଏବଂ ଛୋଟ ଛୋଟ ପିଲାମାନଙ୍କୁ ମୋର ପ୍ରୀତିପୂର୍ଣ୍ଣ ଜୟଗୁରୁ ଜଣାଉଛି। ଦାଦାଙ୍କର ଆଶୀର୍ବାଦ ପୁତ ଏହି କୀର୍ତ୍ତନଟିକୁ ମୁଁ ପରିବେଷଣ କରିବାକୁ ଯାଉଛି। ଜୀବନନାଥ ଜୀବନ୍ତ ଏଠେ ଅଛନ୍ତି ତୋତେ ଚାହିଁ ଜୀବନନାଥ ଜୀବନ୍ତ ଏଠେ ଅଛନ୍ତି ତୋତେ ଚାହିଁ ଜୀବନନାଥ ଜୀବନ୍ତ ଏଠେ ଅଛନ୍ତି ତୋତେ ଚାହିଁ ଭାବିଲେ ଥରେ କରେ ଦୋରେ ଭାବିଲେ ଥରେ କରେ ଦୋରେ ଭାବିଲେ ଥରେ କରେ ଦୋରେ ପାରିବ କେ ରହେ ଜୀବନନାଥ ଜୀବନ୍ତ ଏଠେ ଅଛନ୍ତି ତୋତେ ଚାହିଁ ଜୀବନନାଥ ଜୀବନ୍ତ ଏଠେ ଅଛନ୍ତି ତୋତେ ଚାହିଁ ନାଚିବ ନୟନେ ଅଧର ହସ ଭୁବନ ଭୁଲା ସେ ମଧୁର ରୂପ ନାଚିବ ନୟନେ ଅଧର ହସ ଭୁବନ ଭୁଲା ସେ ମଧୁର ରୂପ ଶୋଭେ ବକାନେ ଆରେ अरे शोभे बकाने आरे कंगाल मुतो पाही अरे शोभे बकाने आरे शोभे बकाने आरे कंगाल मुतो पाही जीवननाथ जीवন্ত एठे অଛନ୍ତି তোতে চাହିଁ জীবননাথ জীবন্ত এঠে অଛନ୍ତି তোতে চাହିଁ জীবননাথ জীবন্ত এঠে অଛନ୍ତି তোতে চাହିଁ আরে শোভে বকানে আরে শোভে বকানে আরে শোভে বকানে আরে কাঙ্গাল মুতো পাহি জীবননাথ জীবন্ত এঠে অଛନ୍ତି তোতে চাହିଁ জীবননাথ জীবন্ত এঠে অଛନ୍ତି তোতে চাହିଁ মূরতি বলিলে ভাবনা যারা ভক্তিহীন সেরে চের মূরতি বলিলে ভাবনা যারা ভক্তিহীন সেরে চের শান্তি সুরা
স্নিগ্ধনীরে শান্তে সুধা স্নিগ্ধনীরে শান্তে সুধা স্নিগ্ধনীরে তৃষ্ণা মেটে নাহি শান্তে সুধা স্নিগ্ধনীরে তৃষ্ণা মেটে নাহি জীবন নাথ জীবন্ত এটি অচন্তি তোতে চাই জীবন নাথ জীবন্ত এটি অচন্তি তোতে চাই জীবন নাথ জীবন্ত এটি অচন্তি তোতে চাই আরে শান্তি সুধা শ্রী গরিরে শান্তি সুধা শ্রী গরিরে শান্তি সুধা শ্রী গরিরে শান্তি সুধা শ্রী গরিরে তৃষ্ণা মেটে নাহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি করুণা ভরা নয়ন নীরে সাগর হয়ে শ্রাবণ ঝরে করুণা ভরা নয়ন নীরে সাগর হয়ে শ্রাবণ ঝরে হৃদয়ে বন্ধা বেদনা বাধা হৃদয়ে বন্ধা বেদনা বাধা হৃদয়ে বন্ধা বেদনা বাধা করু সগলা ধোয়ে আরে জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি আরে হৃদয়ে বন্ধা বেদনা বাধা 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 পড়ু সকলা ধোয়ে জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি শ্রীপদ ধূলি শ্রী অঙ্গ ছুঁই ধন্য এই পূর্ণ ভূমি শ্রীপদ ধূলি শ্রী অঙ্গ ছুঁই ধন্য আজি পূর্ণ ভূমি পুরুষোত্তম কর্ম যোগে পুরুষোত্তম কর্ম যোগে পুরুষোত্তম কর্ম যোগে প্রেমে পড়ো ডেহি আরে পুরুষোত্তম কর্ম যোগে পুরুষোত্তম কর্ম যোগে প্রেমে পড়ো ডেহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি আরে পুরুষোত্তম কর্ম যোগে পুরুষোত্তম কর্ম যোগে পুরুষোত্তম কর্ম যোগে প্রেমে পড়ো ডেহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি আরে ভাবিলে তরে করে জোরে ভাবিলে তরে করে জোরে ভাবিলে তরে করে জোরে পারিব কিয়ে রহি আরে ভাবিলে তরে করে জোরে ভাবিলে তরে করে জোরে পারিব কিয়ে রহি জীবন নাথ জীবন্ত এটি অচন্তি তোতে চাহি জীবন নাথ জীবন্ত এটি অচন্তি তোতে চাহি
ଜୀବନ ନାଥ ଜୀବନ୍ତ ଏଠି ଅଛନ୍ତି ତୋତେ ଚାହିଁ। ଜୟ ଗୁରୁ। ଜୟ ଗୁରୁ। খুব সুন্দর ভাবে আমার মাননীয় রঞ্জন দাস ঠাকুরଙ୍କର পবিତ୍ର ପାଞ୍ଚାଶରୀ କର୍ମୀ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାରଣା খুব সুন্দর ভাবে এই কীর্ତ୍ତନ ପରିବେଷଣ କଲେ। ରଞ୍ଜନ ଦାସ ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ଆଜ୍ଞା। ଦାଦା ଜୟ ଗୁରୁ। ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରେ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ଏହି ସତ୍ସଙ୍ଗ ଆଉ ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ଜଗଦୀଶ ଭାଇ ଠାକୁରଙ୍କର ପବିତ୍ର ପାଞ୍ଚାଶରୀ କର୍ମୀ ଶ୍ରୀଯୁକ୍ତ ଜଗଦୀଶ କୁମାର ସାମନ୍ତରାୟ, ଜଗଦୀଶ ଭାଇ, କୃଷ୍ଣ ମା, ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ହିମାଂଶୁ ଭାଇ ଠାକୁରଙ୍କର ପବିତ୍ର ପାଞ୍ଚାଶରୀ କର୍ମୀ ଶ୍ରୀଯୁକ୍ତ ହିମାଂଶୁଙ୍କର ବିଶ୍ୱାଳ, ତାଙ୍କର ପିଉସୀ ମା ସ୍ୱର୍ଗତା ବାସନ୍ତୀ ମହାନ୍ତି, ତାଙ୍କର ଆଜି ପ୍ରଥମ ବାର୍ଷିକ ଶ୍ରାଦ୍ଧ। ସେଇ ସ୍ୱର୍ଗତ ଆତ୍ମାଙ୍କର ସଦ୍ଗତିତ୍ୱ ପ୍ରାର୍ଥନା ଜଣାଇବା ସହିତ ଆଉ ହିମାଂଶୁ ଭାଇ ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ ପ୍ରଫୁଲ୍ଲ ଭାଇ ସୁବ୍ର ପ୍ରଫୁଲ୍ଲ କୁମାର ସାମଲ, ତାଙ୍କର ସୁପୁତ୍ର ପ୍ରଫୁଲ୍ଲ ସେ ବିବାହ ବନ୍ଧନ ଆବଦ୍ଧ ହେବା ପାଇଁ ଯାଉଛନ୍ତି ତାଙ୍କର ବିବାହ ସ୍ଥିରୀକୃତ ହେବା ପାଇଁ ଯାଉଛି ଆଉ ସେ ଉପଲକ୍ଷେ ସତ୍ସଙ୍ଗ ନିବେଦନ କରିଛନ୍ତି ଠାକୁରଙ୍କ ଶ୍ରୀଚରଣରେ ସେ ପ୍ରଫୁଲ୍ଲଙ୍କର ଏଇ ଯେଉଁ ବୈବାହିକ ଜୀବନ ଆଗାମୀ ବୈବାହିକ ଭବିଷ୍ୟତ ଜୀବନ ଦାମ୍ପତ୍ୟ ଜୀବନ ପ୍ରଭୁଙ୍କୁ ନେଇ ଉତ୍ତରୋତ୍ତର ଉନ୍ନତି ହେଉ ଆଉ ଆନନ୍ଦମୟ ଶାନ୍ତିମୟ ମଙ୍ଗଳପ୍ରଦ ହେଉ ଆଉ ପ୍ରଫୁଲ୍ଲ ଭାଇ ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ପ୍ରତି ସଂକ୍ରାନ୍ତି ଭଳି ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ସ୍ୱାମୀ ବିଦୁଲତା ମା ଶ୍ରୀମତୀ ବିଦୁଲତା ରାଉତ, ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ପ୍ରତି ସଂକ୍ରାନ୍ତି ଭଳି ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧେୟ ପରିତୋଷ ଭାଇ ଶ୍ରୀଯୁକ୍ତ ପରିତୋଷ ପାତ୍ର, ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧେୟ ପୁଷ୍ପଲତା ମା ଶ୍ରୀମତୀ ପୁଷ୍ପଲତା ଖିଲା, ପହରଦିନ ତାଙ୍କର ଦୀକ୍ଷା ଦିବସ ଥିଲା, ସତ୍ସଙ୍ଗ ଇଚ୍ଛା କରିଥିଲେ ନିବେଦନ କରିଥିଲା, ସତ୍ସଙ୍ଗ ନିବେଦନ କରିଛନ୍ତି। ପୁଷ୍ପଲତା ମାଙ୍କର ଇଷ୍ଟଚ୍ଛଳ ଜୀବନ, ତାଙ୍କର ସୁସ୍ଥ ସୁଦୀର୍ଘ ନିରାମୟ ଜୀବନ, ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ଅତିଥି ଯାଜକ ଗୁରୁ ଭାଇମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସପ୍ରତିନିଧି ପୂଜ୍ୟ ସର୍ବଶ୍ରୀ ବିଜୟଭୂଷଣ ମିଶ୍ର, ବିଚିତ୍ରାନନ୍ଦ ଆଚାର୍ଯ୍ୟ, ଡକ୍ଟର ନରେନ୍ଦ୍ରନାଥ ସ୍ୱାଇଁ, ଡକ୍ଟର ସୀତାକାନ୍ତ ଦାସ, ଡକ୍ଟର ସୁମନ୍ତ କୁମାର ମିଶ୍ର, ଡକ୍ଟର ହରଚାଲ ମିଶ୍ର, ଡକ୍ଟର ପବିତ୍ର କୁମାର ମେକଅପ୍, ଇଞ୍ଜିନିୟର କାଶୀନାଥ ତ୍ରିପାଠୀ, ଇଞ୍ଜିନିୟର ବ୍ରହ୍ମ ଭତ୍ର, ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ, ଇଞ୍ଜିନିୟର ଶରତ କୁମାର ଦାସ, ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା, ଇଞ୍ଜିନିୟର ଯୁବରାଜ ପ୍ରସାଦ, ଯତୀନ୍ଦ୍ର କୁମାର ସାହୁ, କୈଳାଶ ଚନ୍ଦ୍ର ବେହେରା, ମାନ୍ତା ସାହୁ, ନରୋତ୍ତମ ପ୍ରଧାନ, ନିମାଇ ଚରଣ ଦାସ, ପାରେଶ୍ୱର ଜେନା, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ କୁମାର ସିଂ, ପ୍ରେମାନନ୍ଦ ଦାସ, ପରଶୁରାମ ମାଣିକ, କୁଲିନ କୁମାର ନାୟକ, ରମେଶ ଚନ୍ଦ୍ର ନାୟକ, ରଘୁନାଥ ବସ୍ତିଆ, ରଜନୀକାନ୍ତ ପଣ୍ଡା, ରବୀନ୍ଦ୍ରନାଥ ପ୍ରଧାନ, ସନ୍ତୋଷ କୁମାର ଷଡ଼ଙ୍ଗୀ, ସୁଭାଷ ଚନ୍ଦ୍ର ଦାସ, ତାରାକାନ୍ତ ବେହେରା, ପ୍ରଫେସର ଉଗ୍ରସେନ ଲେଙ୍କା, ପ୍ରଫେସର ହୃଦୟରଞ୍ଜନ ତ୍ରିପାଠୀ, ଏଭଳି ଅନେକ ପୂଜ୍ୟ ରୀତିକ ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯିଏ ତୋଳି ଧରିବେ ଆମେ ସମସ୍ତେ ଜାଣିଛନ୍ତି, ଅନେକ ଥର ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଜଣେ ବିଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁବକ୍ତା, ଜଣେ ବିଷ୍ଟ ଶିକ୍ଷାବିତ୍, ଆଉ ସେ ଆମର ସମ୍ମାନୀୟ ଶ୍ରଦ୍ଧେୟ ମନୋରଞ୍ଜନ ଭାଇ, ପ୍ରଫେସର ଡକ୍ଟର ମନୋରଞ୍ଜନ ସାହୁ, ପଦାର୍ଥ ବିଜ୍ଞାନର ଜଣେ ଗୋଲ୍ଡ ମେଡାଲିଷ୍ଟ, ଆମର ଠାକୁରଙ୍କର ପବିତ୍ର ପାଞ୍ଚାଶରୀ କର୍ମୀ ଆମର ସମ୍ମାନୀୟ ଗୌରାଙ୍ଗ ସାହୁ କେନ୍ଦ୍ରାପଡ଼ାରେ ଅବସ୍ଥାନ କରନ୍ତି, ତାଙ୍କର ସୁପୁତ୍ର ଆଉ ସେ ହେଲେ ଆମର ଶ୍ରଦ୍ଧେୟ ମନୋରଞ୍ଜନ ଭାଇ। ଆଉ ତାଙ୍କୁ ଆଜି ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି ଠାକୁରଙ୍କ କଥା ତୋଳି ଧରିବେ, ତାଙ୍କୁ ଅନୁରୋଧ କରିବା ଆଲୋଚନା ଆରମ୍ଭ କରିବେ ପ୍ରଫେସର ଡକ୍ଟର ମନୋରଞ୍ଜନ ସାହୁ। ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ପରମ ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀ ଚରଣରେ ପ୍ରଣାମ। ପରମ ଆରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ଶ୍ରୀ ଚରଣରେ ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କ ଶ୍ରୀ ଚରଣରେ ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀ ଚରଣରେ ପ୍ରଣାମ ତଥା ଇଷ୍ଟ ପରିବାର ସଭିଙ୍କ ଶ୍ରୀ ଚରଣରେ ପ୍ରଣାମ। ଆଜିର ଏହି ପ୍ରାତଃକାଳୀନ ସତ୍ସଙ୍ଗର ବରେଣ୍ୟ ପୁରୋଦା
ପୂଜ୍ୟ ଦେବେନ୍ଦ୍ରନାଥ ଦଳୀ ଦାଦାଙ୍କୁ ପ୍ରଣାମ ଏବଂ ଉପସ୍ଥିତ ପୂଜ୍ୟ ରୀତିକ ଦେବ ମଣ୍ଡଳୀ, ଅଧୁର୍ଯ୍ୟ ଯାଜକ କର୍ମୀ ମଣ୍ଡଳୀ, ଗୁରୁଭ୍ରାତା ମଣ୍ଡଳୀ ଓ କଲ୍ୟାଣମୟୀ ମା ମାନେ ସମସ୍ତଙ୍କୁ ଉଦ୍ଦେଶ୍ୟରେ ମୋର ଅନ୍ତର ପ୍ରୀତିପୂର୍ଣ୍ଣ ରାଜୟଗୁରୁ ତଥା ପ୍ରଣାମ ଜଣାଏ। ଆଜି ଆମର ଯୋଉ ସତ୍ସଙ୍ଗ ଦେଇଛନ୍ତି ସମ୍ମାନ୍ୟ ଜଗଦୀଶ ଭାଇ, ସମ୍ମାନ୍ୟ ହିମାଂଶୁ ଭାଇ, ପ୍ରଫୁଲ୍ଲ ଭାଇ, ପରିତୋଷ ଭାଇ ଏବଂ ବିଦୁଲତା ମା ଏବଂ ପୁଷ୍ପଲତା ମା, ସର୍ବପ୍ରଥମେ এই 6 ଜଣ ଭାଇ ଏବଂ ମା ମାନଙ୍କର ସାର୍ବିକ ମଙ୍ଗଳ ପାଇଁ ମୁଁ ପ୍ରିୟ ପରମଙ୍କର ଆତୁଳ ଚରଣରେ ପ୍ରାର୍ଥନା କରେ ଏବଂ ପ୍ରାର୍ଥନା କରେ ତାଙ୍କର ଇଷ୍ଟଛଳ ଜୀବନ ଆହୁରି ଉତ୍ତରତର ବୃଦ୍ଧି ହଉ, ସେମାନେ ଏଇଭଳି ଭାବରେ ପ୍ରିୟ ପରମଙ୍କୁ ମଥାରେ ଧରି ଚାଲିବାର ଭିତର ଦେଇ ଶାନ୍ତି ସ୍ୱସ୍ତିର ଅଧିକାରୀ ହୋଇ ଉଠନ୍ତୁ। ତତ୍ସହିତ ଏହି ସତ୍ସଙ୍ଗରେ ଯୁକ୍ତ ହୋଇଥିବା ସମସ୍ତ ଭାଇ ଏବଂ ମା ମାନଙ୍କର ସାର୍ବିକ ମଙ୍ଗଳ ପାଇଁ ପ୍ରିୟ ପରମଙ୍କର ଆତୁଳ ଚରଣରେ ପ୍ରାର୍ଥନା କରେ। ସତ୍ସଙ୍ଗରେ ଅନେକ ଦିଗ ଦେଇ ଆମର ଆଲୋଚନା ହଉଛି ଅନେକ ଦିନ ହେଲାଣି। ଗୋଟେ କଥା ଏବେ ମନକୁ ଆସିଲା ଯେ ଦିନକୁ ଦିନ ସମସ୍ତଙ୍କର ଏମିତି କୋଉ ପରିବାର ନାହିଁ କୋଉ ପରିବାରରେ ରୋଗ ନାହିଁ କି ଶୋକ ନାହିଁ। ପ୍ରତ୍ୟେକ ପରିବାର ଯୋଉ ହାତ ମାରିଦେବେ ନିଶ୍ଚିତ କିଛି ରୋଗ ଅଛି କି ଶୋକ ଅଛି। ତାପରେ ଆଗରୁ ନଥିଲା, ଆଗରୁ ବି ଥିଲା, କିନ୍ତୁ ଏଇ ଧାରାଟା ଏବେ ଦିନକୁ ଦିନ ବଢି ବଢି ଚାଲୁଛି। କେତେବେଳେ ଡକ୍ଟର ମାନେ କହୁଛନ୍ତି ଏରା କଣ କ୍ୟାପିଟାଲ ହବ ମଧୁମେହର ଇଣ୍ଡିଆ, କେତେବେଳେ କହୁଛନ୍ତି ବିପିର, କେତେବେଳେ କହୁଛନ୍ତି ଡକ୍ଟର ମାନେ କହିଲେଣି 3 ଜଣରେ ଜଣକୁ କ୍ୟାନ୍ସର ହବ 50 ବର୍ଷ ପରେ। ବିଭିନ୍ନ ପ୍ରକାର ଷ୍ଟଡି ତାଙ୍କର ସେମାନେ ଆନାଲିସିସ୍ କରୁଛନ୍ତି। କହିବାର କାରଣ ହେଲା ଏ ଯୋଉ ରୋଗ ଶୋକଟା ଦିନକୁ ଦିନ ବଢି ବଢି ଚାଲୁଛି। ଆମେ ତ ପଢୁଥିଲେ ମଣିଷର ଭଲରେ ବଞ୍ଚିବା ପାଇଁ 3ଟା ଜିନିଷ ଦରକାର, ଖାଦ୍ୟ, ବସ୍ତ୍ର, ବାସଗୃହ। ଆଉ ଏଇ 3ଟା ଜିନିଷରେ ହୁଏତ ଆମେ 30-40 ବର୍ଷ ପଛକୁ ଯଦି ଫେରିଯିବା, ଲୋକମାନେ ଠିକସେ ଉତ୍ତମ ଖାଦ୍ୟ ପାଉନଥିଲେ 3 ଥର ଖାଇବା ପାଇଁ ଦିନକୁ, କି ବସ୍ତ୍ର ମଧ୍ୟ ସେମିତି ପରିଧାନ କରିବା ପାଇଁ ଭଲ ବସ୍ତ୍ର ହୁଏତ ନଥିଲା, କି ଆପଣଙ୍କର ଘର ନଥିଲା, ପ୍ରାୟତଃ ଗାଁ ଗଣ୍ଡାରେ ଚାଳ ଘର ଥିଲା। ତ ଆଜି ତ ସେ ଦିଗ ଦେଇ ଆମେ ସବୁ ଦିଗ ଦେଇ ବିକଶିତ ହେଇଛି। ଆମର ଖାଇବା ବଢିଛି, ଭଲ ହଉଛି, ଷ୍ଟାଣ୍ଡାର୍ଡ ଅଫ ଲିଭିଂ ବଢିଛି, ବହୁତ ଭଲ ବଡ ବଡ ଘର କରିଛନ୍ତି। ବସ୍ତ୍ର ବି ସେତେବେଳେ ହୁଏତ ଯୋଉମାନେ 2 ହଳ ପିନ୍ଧୁଥିଲେ ଆଜି 20 ହଳ ପିନ୍ଧୁଥିଲେ। ସମସ୍ତଙ୍କର ଏଟା ପରିବର୍ତ୍ତନ ହେଇଛି, ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଟୋଟାଲ ବଦଳିଛି। ତାମାନେ ଆମେ ଏଇ ଯୋଉ ଜିନିଷ ଆମେ ପଢିଲେ ଯେ ଖାଦ୍ୟ, ବସ୍ତ୍ର, ବାସଗୃହ ହେଲେ ମଣିଷ ଭଲରେ ରହିବ, ତାହେଲେ ଏଗୁରା ତାହେଲେ ହଉଛି କାହିଁକି? ତାହେଲେ ଏ ରୋଗ ଶୋକ ଏଗୁରା ପୁଣି ପ୍ରତି ପରିବାରରେ ପୁଣି ଦିନକୁ ଦିନ ବଢୁଛି କାହିଁକି? ଆମେ ତ ସବୁ ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ରହିଲେ, ଗାଡି ଘୋଡା ଚଢିଲେ, ସବୁ କଲେ। ଏଗୁରା ହଉଛି କଣ ନା ଆମେ ଇନଫ୍ରାଷ୍ଟ୍ରକ୍ଚରରେ ଅପଗ୍ରେଡ ହେଇଗଲେ। ଆମର ଯଦି ଅପଗ୍ରେଡେସନ ହେଲା ଘର, ଖାଦ୍ୟ, ବସ୍ତ୍ରରେ, କିନ୍ତୁ ଅନେକ ଦିଗ ଦେଇକିରି ଆମର ଡିଗ୍ରେଡେସନ ହେଲା, ଅବନତି ହେଲା, ଅଧପତନ ହେଲା। ଅଧପତନ କଣ ହେଇଛି ଆପଣ ମାନନ୍ତୁ କି ନ ମାନନ୍ତୁ, ପାରସ୍ପରିକ ଯୋଉ ଭଲ ପାଇବାର ଅବନତି ହେଇଛି। ବାପ ପୁଅଙ୍କ ଭିତରେ ଭଲ ପାଇବାରେ କୋଉଠି ନା କୋଉଠି ଟିକେ କମୁଛି, ଡିଗ୍ରେଡ କରୁଛି। ସ୍ୱାମୀ ସ୍ତ୍ରୀ ଭିତରେ ମଧ୍ୟ ପାରସ୍ପରିକ ଯୋଉ ଆନ୍ତରିକତା ଭଲ ପାଇବାଟା କମୁଛି ଦିନକୁ ଦିନ। ଭାଇ ଭଉଣୀଙ୍କ ଭିତରେ କମୁଛି, ଗୁରୁ ଛାତ୍ର ଭିତରେ କମୁଛି, ଗୁରୁ ଭାଇଙ୍କ ଭିତରେ ବି କମୁଛି। ପରସ୍ପର ଭିତରେ କେମିତି ଆମେ ଗୋଟେ ଅବିଶ୍ୱାସର ଜନ୍ମ ନଉଛି ପ୍ରତ୍ୟେକ ପରିବାରରେ। ଆଗରୁ ବହୁତ ଯୌଥ ପରିବାର ଥିଲା, ବଡ ବଡ ପରିବାର ଥିଲା, ଏବେ ସେଟା ପ୍ରାୟ ନାହିଁ। ଖାଲି ସ୍ୱାମୀ ସ୍ତ୍ରୀ, ଯଦି ଶାଶୁ ଶ୍ୱଶୁରଙ୍କୁ ପଚାରିଲେ ସେଇଟା ସଫିସିଏଣ୍ଟ। ଆଉ ବେଶୀ ପ୍ରାୟ କୋଟି ତଳକୁ ବେଶୀ ଯିବାଟା ବହୁତ କମ ପରିବାର। ମୁଁ କହୁନି ସବୁ ପରିବାର, ଅନେକ ପରିବାରରେ ଏଟା ସାମଗ୍ରିକ ଭାବରେ ଯଦି ଦେଖିବା ଏଟା। ତ ଏଇ ଯୋଉ ଜିନିଷ ହଉଛି, ଏଇଥିପାଇଁ କଣ ହଉଛି ନା ଆମେ ଗୋଟେ ମଣିଷ ଗୋଟେ କାହାର ଖୋଲା ମନ ପାଉନି ତାର କିଛି ସେୟାର କରିବାକୁ। ମାନେ କାହାକୁ ଗୋଟେ କଣ କହିଦବ, କାହାକୁ ଗୋଟେ ଆଗରୁ ନଥିଲା, ଲୋକ ଖାଇବା ପାଉନଥିଲେ, ରହିବା ପାଉନଥିଲେ, ପିନ୍ଧିବାକୁ ପାଉନଥିଲେ, କିନ୍ତୁ ଦେଖିବେ ଆଗ କାଳ ଯୋଉ ବୁଢା ମାନେ ଲୋକମାନେ ଥିଲେ ଏତେ ଶିକ୍ଷା ବି ତ ଥିଲା, କିନ୍ତୁ ବହୁତ ଚାର୍ମିଂ ଥିଲେ। ତାଙ୍କ ମୁହଁଟା ଦେଖିବେ ସବୁବେଳେ ହସଖୁସି, ସବୁବେଳେ ଗୋଟେ ଆରାମଦାୟକ ଜୀବନ ସେମାନେ ଅତିବାହିତ କରୁଥିଲେ। ତାଙ୍କ ସ୍ତ୍ରୀ ମାନେ ସେ ବହୁତ ଖୁସିରେ ଥିଲେ ସେମାନେ। କିନ୍ତୁ ଆଜିକାଲି ସେଇ ଜିନିଷର ଅପଗ୍ରେଡେସନ ଫଳସ୍ୱରୂପ କଣ ହଉଛି ନା, ଯେହେତୁ ମଣିଷ କାହାକୁ କିଛି ତାର ସେୟାର କରିପାରୁନି, ତ ଭଲ ପାଇଲାନି, ଭଲ ପାଇବାର ଅବନତି ଘଟିଲା। ତେଣୁ ତା ଭିତରେ ଦେଇ କଣ ହଉଛି ନା ସେ ଶୋକଗ୍ରସ୍ତ ହେଇଯାଉଛି।
ଯେତେବେଳେ ତାର ଶୋକଗ୍ରସ୍ତ ହେଇଯାଉଛି ତାରି ଭିତରୁ ଅନେକ ପ୍ରକାର ରୋଗର ଜନ୍ମ ନେଉଛି। କାରଣ ରୋଗ ଆଉ ଶୋକ ଏ ଦିଟା ଯାକ ହଉଛି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆପଣ ରୋଗ ଆସିଲେ ଶୋକ ଆସିବ, ଶୋକ ଆସିଲେ ରୋଗ ଆସିବ। କେତେ ପ୍ରତ୍ୟେକ ଲୋକ ଆଜିକାଲି ଆଜି ଷ୍ଟ୍ରେସରେ, ଯାହାକୁ ପଚାର ଛୋଟ ପିଲାଟା ପଚାରିବ କଣ ନା ମୁଁ ଷ୍ଟ୍ରେସରେ ଅଛି, ମୁଁ ଡିପ୍ରେସନରେ ଅଛି। ଏଇଟା ଗୋଟେ କମନ ୱାର୍ଡ ହେଇଗଲା। ଏ ୱାର୍ଡ ଆମେ ଛୋଟବେଳେ ପ୍ରାୟ ଶୁଣୁନଥିଲୁ, କିନ୍ତୁ ଏବେ ଏଗୁଡ଼ା ସବୁ କମନ ହେଇଗଲା। ତେଣୁ ଏଇ ଯୋଉ ରୋଗ ଶୋକ ଏଇ ଯୋଉ ଜିନିଷ ତାର ଆଗରୁ ବି ଥିଲା। ୟାରି ପାଇଁ ଯେତେବେଳେ ଠାକୁରଙ୍କୁ ଯେତେବେଳେ ପଚାରିଛନ୍ତି ଠାକୁର ଆଉ ଏଇ ଯୋଉ ଦିନକୁ ଦିନ ସମାଜରେ ରୋଗ ଶୋକ ବଢି ବଢି ଚାଲେ, ତାର ପ୍ରତିକାର କଣ? ଠାକୁର ସହଜ ପ୍ରତିକାର ଦେଇଥିଲେ। ଠାକୁର କହିଥିଲେ ଯଦି ଦୀକ୍ଷା ଆଉ ସଦାଚାର ପରାୟଣତା ଏ ଦିଟା ଜିନିଷ କହିଥିଲେ ପାଇବା ପାଇଁ। ତାହେଲେ ଏଇଠି ଆପଣମାନେ ପ୍ରଶ୍ନ ପଚାରି ପାରିବେ ଆମେ ତ ଦୀକ୍ଷା ନେଇଛୁ ତାହେଲେ ଆମର କାହିଁ ରୋଗ ଶୋକ ରହୁଛି? ଦେଖନ୍ତୁ ଠାକୁର ହେଲେ ପରମ ପୁରୁଷ। ପରମ ପୁରୁଷଙ୍କର ସବୁ କଥା ହଉଛି ପରମ ସତ୍ୟ, କୌଣସି କଥା ଭୁଲ ନୁହଁ। ତାମାନେ ଆମେ ଦୀକ୍ଷା ନେଇଛୁ ସତ, ଦୀକ୍ଷା ନେଲେ ଆମକୁ କୁହାଯାଇଥିଲା ଯଜନ ଯାଜନ ଇଷ୍ଟଭୂତିଟା ପରିପାଳନ କରିବାକୁ। ସଦାଚାର ଆମେ କେତେ ପରିପାଳନ କରୁଛନ୍ତି? ତାମାନେ ନିଶ୍ଚିତ ଭାବରେ ଆମେ ଯଜନ ଯାଜନ ଦୀକ୍ଷାକୁ ଯୋଉ ଆମେ ଯୋଉ ବିଧି ଅନୁସାରେ ଆମେ ପରିପାଳନ କରିବାରେ ଆମର କୋଉଠି ତ୍ରୁଟି ରହୁଛି, କିମ୍ବା ଆମର ସଦାଚାର ପରାୟଣତାରେ କୋଉଠି ତ୍ରୁଟି ରହୁଛି, ଯାହାଦ୍ୱାରା କି ଆମେ ରୋଗର ଶିକାର ହଉଛୁ କି ଶୋକଗ୍ରସ୍ତ ହେଇପଡୁଛୁ। ଆଉ ଯୋଉମାନେ ଉଣାଅଧିକେ ଏଇ ଦୀକ୍ଷାକୁ ପରିପାଳନ କରିଚାଲିଛନ୍ତି, ସଦାଚାର ପରିପାଳନ କରିଚାଲିଛନ୍ତି, ସେଇ ଅନୁସାରେ ସେମାନେ ଏ ରୋଗ ଶୋକ କବଳରୁ ବର୍ତ୍ତି ଯାଇଛନ୍ତି ବା ରିହାଇ ପାଇଛନ୍ତି। ହେଲେ ଦିଟା ଜିନିଷ ଆମେ ଯଦି ସଂସାରରୁ ରୋଗ ଶୋକ ଦୂର କରିବାକୁ ଚାହିଁବା, ପ୍ରତ୍ୟେକ ଲୋକ ପ୍ରତ୍ୟେକ ପରିବାର ଭିତରେ ଯଦି କମେଇବାକୁ ଚାହିଁବା, ତାର ବାଟ ଠାକୁର ଦେଲେ ଦୀକ୍ଷା ଆଉ ସଦାଚାର ପରାୟଣତା। ଏଇ ଦୀକ୍ଷାଟା ହଉଛି ଆମେ ଅନେକ ଥର ବୋଧେ ସତ୍ସଙ୍ଗରେ ଆଲୋଚନା ହେଇଛି। ଦୀକ୍ଷା ନଉ ମାନେ ନିଜକୁ ପରିବର୍ତ୍ତନ କରିବାର ସଂକଳ୍ପ। ପରିବର୍ତ୍ତନ ମାନେ ମୁଁ ନିଜକୁ ବଦଳେଇବି ମାନେ କଣ? ମୋର ଅବସ୍ଥାର ପରିବର୍ତ୍ତନ। ମୁଁ ଯୋଉ ଅବସ୍ଥାରେ ଅଛି ମୋର ଅବସ୍ଥାର ପରିବର୍ତ୍ତନ ଘଟିବ। କେମିତି ଘଟିବ ନା ଯଦି ମୁଁ ଦୀକ୍ଷା ନେଇ ଯଜନ ଯାଜନ ନିଷ୍ଠବୃତ୍ତି କରେ। ଠାକୁର ଆମର ପ୍ରଥମ ଦିନ ହିଁ ଆମକୁ ଏତିକି ସେଇ କଥା କୁହନ୍ତି, ଯଜନ ଯାଜନ ନିଷ୍ଠବୃତ୍ତି ତିନିଟା ସ୍ତମ୍ଭ ପ୍ରତ୍ୟେକ ଆମେ ସବୁବେଳେ କହୁ ଏଟା। ତେଣୁ ଆମେ ଯେତେବେଳେ ଦୀକ୍ଷା ନଉ, ଗୋଟେ ଅଛି ଦୀକ୍ଷା ନେଇ ଠାକୁରଙ୍କୁ ମଧ୍ୟ ପ୍ରଶ୍ନ କରେ, ଦୀକ୍ଷା ନେଇକରି କଣ ଆମେ ସବୁ ଲୋକଙ୍କୁ ବଦଳେଇ ଦେବା? ଅନୁଗତ ଯେତେବେଳେ ଠାକୁରଙ୍କୁ ପ୍ରଶ୍ନ କରିଛନ୍ତି ଏ ଯୋଉ ସେଣ୍ଟ ଆଗଷ୍ଟିନ ଆଉ ବାଲ୍ମୀଙ୍କ ଭଳିଆ, ଠାକୁର କହିଛନ୍ତି ହଁ। କାରଣ ଦୀକ୍ଷା ହଉଛି ଠାକୁର କହୁଛନ୍ତି, ଠାକୁରଙ୍କ ଭାଷାରେ ଦୀକ୍ଷା ହଉଛି ନବଜନ୍ମ ମାନେ ଦ୍ୱିତୀୟ ଜନ୍ମ। ଆମେ ଯେତେବେଳେ ଜଣେ ଦୀକ୍ଷା ନିଏ ମାନେ ନିଜକୁ ବଦଳେଇବାର ସଂକଳ୍ପ ନିଏ, ସେତେବେଳେ କଣ ନା ତାର ଗୋଟେ ସୁସ୍ଥ ଚଳନର ଆରମ୍ଭ ହୁଏ। ସୁସ୍ଥ ଚଳନ ଯେତେବେଳେ ମୋର ଚାଲିବ, ତାହେଲେ ମୁଁ ସୁସ୍ଥ ଚଳନ ଚାଲିବାରେ ଯେତେବେଳେ ମୁଁ ନିଜକୁ ସଂକଳ୍ପ ନେଲି, ତାହେଲେ ମୋର ଅସୁସ୍ଥ ହେବି କାହିଁକି ମୋର ରୋଗ ହବ? ତେଣୁ ମୁଁ ଯୋଉ ଦୀକ୍ଷା ନେଇ ତାମାନେ ମୋର କୋଉଠି ନା କୋଉଠି ମୁଁ ଯେ ଯଜନ ଯାଜନ ନିଷ୍ଠବୃତ୍ତି ଯୋଉ ଠାକୁର କହିଲେ ସହଜ କଥା, କିନ୍ତୁ ତା ଭିତରେ ଟୋଟାଲ ସବୁ ଅଛି। ଠାକୁରଙ୍କର ସବୁ କଥା ଅଛି। ସେ ଯଜନ ଯାଜନ ନିଷ୍ଠବୃତ୍ତି ସ୍ୱସ୍ତିନ ସଦାଚାର ପାଞ୍ଚଟା ହଉଛି ଆମ ଜୀବନ ରଥ ଚଲେଇବା ପାଇଁ ପାଞ୍ଚଟା ଘୋଡା। ଯଦି ଗୋଟିଏ କୋଉଠି ଡାଉନ ହବ, ରଥ ଘୁଷୁଡିଲା, ଆପଣ ଜୀବନ ଦୁର୍ବିଷହ ହେଇ ପଡିବ। ତେଣୁ ଆମେ ମୁଖ୍ୟ ସେ ହେଲା ଯଜନ ଯାଜନ ନିଷ୍ଠବୃତ୍ତି। ଆମେ ଯାହା କରୁ, ଯୋଉ ସତ୍ସଙ୍ଗ ଯାଉ ପଢୁ, ଯାହା କରୁ, ଯଜନ ଯାଜନ ନିଷ୍ଠବୃତ୍ତି ଯଦି ଆମେ ଠିକ ଢଙ୍ଗରେ ପରିପାଳନ କରୁ, ତାହେଲେ ସବୁ ଏ ରୋଗ ଶୋକ ତାର ସବୁ କାରଣ ହଉଛି ସେଇଠି, ପୁରା ମୂଳଟା ସେଠି। ତ ପଛକୁ ଆହୁରି ଆଲୋଚନା କରିବି। ତାପରେ ଆମର ସେଇ ଯୋଉ ସଂକଳ୍ପ ବିଧି ଠାକୁର କହୁଛନ୍ତି କଣ? ସଂକଳ୍ପ ନଉ ମାନେ ଆମର ସଂକଳ୍ପର ଅର୍ଥ ହଉଛି ମାନେ ନିଜକୁ ବଦଳେଇବାର ସଂକଳ୍ପ ନେଇ ସଂକଳ୍ପ। ଠାକୁର କହୁଛନ୍ତି ସଂକଳ୍ପ ହେଲା ନୂତନ ଜୀବନର ଆବେଗମୟ କର୍ମମୁଖର ପରିକଳ୍ପନା। ମୁଁ ଦୀକ୍ଷା ନେଲି, ତାପରେ ମୁଁ ଭାବିଲି ଯେ ମୁଁ ଏଇ ଯଜନ ଏମିତି ପରିପାଳନ କରିବି, ଏଇ ରକମର ଚାଲିବି। ଏଇ ରକମ ଚାଲିବା ଭିତରେ ଦେଇ କଣ ହବ ନା ମୋର ପରିବର୍ତ୍ତନ ନିଶ୍ଚିତ ଭାବରେ ହବ। ଯେତେବେଳେ ଯଜନ ଯାଜନ ନିଷ୍ଠବୃତ୍ତି ପରିପାଳନ କଲେ, ଆପଣ ଦେଖିବେ ଠାକୁର କେତେ କଣ ବାଣୀ ଦେଇଛନ୍ତି। ବାଣୀ ଦେଇଛି ଅନେକ ବାଣୀ। ବର୍ଦ୍ଦା କଣ କଲେ? ତାକୁ ଆହୁରି ରିଡ୍ୟୁସ କଲେ। କିଛି ସବୁ ବାଣୀ ମାନିବା ବି ଦରକାର ନାହିଁ। ଆପଣ ଦେଖନ୍ତୁ ରୋଗ ଶୋକ ଏ ସବୁ ଆରି ଭିତରେ ଅଛି। ଦୀକ୍ଷା ନେଲ, ଯଜନ ଯାଜନ ନିଷ୍ଠବୃତ୍ତି ଜଣେ ପାଳନ କଲା। ତାପରେ ବର୍ଦ୍ଦା ଯୋଉ ବାଣୀ କଲେ, ଏତେ ବାଣୀ ଏତେ ବହି ତମ ପଢ ନ ପଢ, କିନ୍ତୁ ତିନୋଟି ବାଣୀକି ମାନିବ, ଏଟା ଅନେକ ଥର ଆଲୋଚନା ହବ। କଣ ବାଣୀ ତିନିଟା? ଉଷାଏ ନିଶାଏ ମନ୍ତ୍ର ସାଧନ, ଚଲା ଫେରାଏ ଜପ, ଯଥା ସମୟ ଇଷ୍ଟ ନିର୍ଦ୍ଦେଶ ମୃତ୍ୟ କରାଏ ତପ। ଜଣେ ଯଦି ଉଷା ନିଶାରେ ମନ୍ତ୍ର ସାଧନ କରିବ, ଠାକୁର ମଧ୍ୟ କହିଛନ୍ତି ଜଣେ ଯଦି ନାମ ଜପ କରେ, ନାମ ଧ୍ୟାନ କରେ, ତାର କଣ ହଉ ନ ହଉ, ସେ ତାର ଭାବ ଥାଉ କି ନଥାଉ, ଯଦି ଖାଲି ଉଚ୍ଚାରଣ କରିବି ଚାଲିଛି, ତାର କିଛି ହବ ନ ହବ, କିନ୍ତୁ ତାର ଶରୀରଟା କେବେ ଅସୁସ୍ଥ ହବନି, ରୋଗଗ୍ରସ୍ତ କେବେ ବି ହବନି। ରୋଗଗ୍ରସ୍ତ ଦିନ ହବ, ଶୋକଗ୍ରସ୍ତ ହବନି, ଶୋକଗ୍ରସ୍ତ ଆନନ୍ଦରେ ରହିଲା। ତାପରେ ଦ୍ୱିତୀୟ ବାଣୀ ରହୁଛି କଣ? ମଣିଷ ଆପଣା ଟଙ୍କା ପାର, ଯେତେ ପାରୁଛ ମଣିଷ ଧର। କାହିଁକି କହିଲେ? ଆମେ ଯେତେ ମଣିଷ ଧରିବା, ଯେତେ ମଣିଷ ସାଙ୍ଗେ ଲୋକ ସମ୍ପର୍କ ରଖିବା, ଆମର ଏଇ ଯୋଉ କହିଲି ଆମେ ସେୟାର କରିବା, ଷ୍ଟ୍ରେସ ଡିପ୍ରେସନ କାହିଁକି ଆସୁଛି? କେବଳ ଆମେ ଲୋକଙ୍କ ସହିତ ସାଙ୍ଗ, କେବଳ ଆମର ସାଙ୍ଗ ନାହାନ୍ତି। ଆଜି ଛୋଟ ଛୋଟ ପିଲାମାନଙ୍କର ଘର ପାଖରେ କେହି ପିଲା ନାହାନ୍ତି ସାଙ୍ଗ ହବାକୁ, ସେଥିପାଇଁ ଛୋଟ ପିଲାକୁ ଆମେ ଡିପ୍ରେସ କଣ କରିବେ? ସ୍କୁଲ ହେଲେ ଖାଲି କହୁଛନ୍ତି ଆମେ ପଢିବୁ। ଆଡେ ଆମେ ବାହାରେ କି କଥା ହେବା ପାଇଁ ଲୋକ ପାଉନୁ। କାହାକୁ କଣ କହିଦେଲେ ସିନା, ସେୟାର କରିଦେଲେ ସିନା ମୋର ରିଲାକ୍ସ ହେଇଯିବି, କି ସେମିତି ଲୋକ ପାଉନୁ। ସେଥିପାଇଁ ଆମେ ରୋଗଗ୍ରସ୍ତ ହେଇପଡୁ। ଠାକୁର କଣ କହିଲେ ନା ମଣିଷ ଆପଣା ଟଙ୍କା ପାର, ଯେତେ ପାରୁ, ତା ଭିତରେ ଏଇଟା ଅଛି। ରୋଗ ଶୋକ ସବୁ ଏଇଠୁ ଆଇଛି। ମଣିଷ ଆପଣା ଟଙ୍କା ପାର, ଯେତେ ପାରୁଛ ମଣିଷ ଧର।
ତାପରେ ଯୋଉ ବାଣୀଟି ଠାକୁର କହିଲେ ମାଛ ମାଂସ ଖାସନାର ପିଆଜ ରସୁଣ ମାଦକ ଛାଡ, ଏଟା ବୁଝେଇବାର ନାହିଁ, କାରଣ ମାଛ ଖାଇଲେ ମାଂସ ଖାଇଲେ ପିଆଜ ରସୁଣ ଖାଇଲେ ମଦ ପିଇଲେ କଣ ରୋଗ ହୁଏ କଣ ହୁଏ ସେଟା ସବୁ ଆପଣ ମାନେ ଜାଣିଛନ୍ତି। ଆଉ ଏଇ ମାଦକ ମାନେ ଏତେ ମାରାତ୍ମକ ଜିନିଷ। ମୋର ଗୋଟେ ଖରାପ ଅଭ୍ୟାସ ଥିଲା, ମୁଁ ଟିକେ କହିବାକୁ ଚାହୁଁଛି। ମୋର ଗୋଟେ ଖରାପ ଅଭ୍ୟାସ ଥିଲା, ମୁଁ ଚା ପିଉଥିଲି। ମୁଁ କେବଳ ସକାଳୁ ପିଏ ପୁରା ଅଧ ଗ୍ଲାସ ଖଣ୍ଡେ ଚା ପିଇ, ଦୋକାନରେ ପିଇଲେ 2-3ଟା ଚା ପିଇବି। ମୁଁ ଦିନ ଠାକୁରଙ୍କ ଆମର ଆବିର୍ଭାବ ବହିରୁ ଗୋଟେ ପଢିଲି ଯେ ଠାକୁରଙ୍କର କିଛି ଅଭ୍ୟାସ କିଛି ମାନେ ହେଡିଙ୍ଗ ଥିଲା, ଠାକୁରଙ୍କର କିଛି ଅଭ୍ୟାସ ନା ନିତ୍ୟକରଣ ଏମିତି କଣଟା ଥିଲା। ତା ଭିତରେ ଲେଖା ହେଇଛି ଠାକୁର ତାଙ୍କ ଜୀବନରେ କେବେ ଚା ପିଇନାହାନ୍ତି। ଠାକୁର ତାଙ୍କ ଜୀବନରେ କେବେ ଚା ପିଇନାହାନ୍ତି। ମୁଁ ଟ୍ରାଏ କଲି, ମୁଁ ଦେଖିବା ମୁଁ ଏଇଥର ଚା ଟା ମୁଁ ପିଇବିନି। ବିଶ୍ୱାସ କରିବିନି, ଚା ଟା ମୁଁ ବହି ମତେ କବଳିତ କରିଥିଲା। ମୁଁ ଯୋଉ ସକାଳୁ ଚା ନ ପାଇବି, ଖାଲି ଯୁଆଡେ ଯାଇଥିବି କୋଉଠି ଭୁବନେଶ୍ୱରରେ କୋଉଠି କାମ ଥିବ, ଖାଲି ଚା ଦୋକାନ ଖୋଜିଥିବି। ମାନେ ବିକଳ ଲାଗିବ କେମିତି ଯାଇ ଚା ଟା ପିଇଦେବି। ମାନେ ଚା ଟା ମାନେ ଏଭଳି ନିଶାସକ୍ତ, ଆପଣ ଭାବନ୍ତୁ ଚା ର ନିଶା ନାହିଁ। ଯେତେବେଳେ ମୁଁ ଯେଟା ପଢିଲି, ମୁଁ ଟୋଟାଲ ଚା ଛାଡ଼ିଲି। ଚା ଛାଡ଼ିଲି ମାନେ 3 ଦିନ, ଆପଣ ବିଶ୍ୱାସ କରିବେ 2 ଦିନ ଛୁଟି ନେଲି। ଏଭଳି ମୋର ମୁଣ୍ଡ ବିନ୍ଧିଲା, ମୁଣ୍ଡ ଗୋଟେ ଗାମୁଛାରେ ଭିଡିକି ରହିଲି। କିନ୍ତୁ 3 ଦିନ ପରେ ମୋର ଆସ୍ତେ ଆସ୍ତେ ସେ ଯୋଉ ମୁଣ୍ଡ ବିନ୍ଧାଟା ଆସ୍ତେ ଆସ୍ତେ କମିଲା। ମୁଁ ଏବେ ଛାଡ଼ିଦେବି। ତେଣୁ ଏଇ ଯୋଉ ମାଦକ ଦ୍ରବ୍ୟ, କାରଣ ଚା ଟା ନିଶ୍ଚିତ ଭାବରେ ମୁଁ ଚା ଯଦି ନ ପିଇବି ମୁଣ୍ଡ ବିନ୍ଧିବ, ଦେହ ମାନେ ବିଭିନ୍ନ ପ୍ରକାର ଜିନିଷ ହଉଥିଲା। ମାନେ ମୁଁ ରୋଗଗ୍ରସ୍ତ ହଉଥିଲି। ସେଇଟା ମୋର ଭବିଷ୍ୟତରେ ଆଉ ଗୋଟେ କଣ ବଡ ରୋଗ ହେଇକି ଦେଖା ହେଇଥାନ୍ତା। ଆପଣ ମାନେ ଆମେ ଗୁରୁ ଭାଇ ମାନେ ଆମେ ଯଦି ପୁଡିଆ ଖାଇବା କି ପାନ ଖାଇବା, ଆଉ ଛାଡ ଠାକୁରଙ୍କୁ ତ ଯାହା ତ ସେ ଲୋକ ଯାହା କହୁଥିବେ ଛାଡନ୍ତୁ ସେଟା, କିନ୍ତୁ ଆମର ତ ନିଜର ତ ଶରୀର ଅସୁସ୍ଥ ହଉଛି ନା। ଆପଣ ଏବେ ସିନା ହଉନି, ଏବେ ବୟସ ଅଛି ଆପଣ ଖାଇ ଦଉଛନ୍ତି, କିନ୍ତୁ ଯେତେବେଳେ ଭବିଷ୍ୟତରେ ଦେଖିବେ ଏବେ ଯୋଉ ଓରାଲ ଯୋଉ କ୍ୟାନ୍ସର ହଉଛି କେବଳ ତାରି ପାଇଁ ହଉଛି। ତେଣୁ ଆମର କାହିଁକି ସତର୍କ ନହବା? ଠାକୁର ତ କହିଲେ, ବଡଦା କହିଲେ ଆମର 3ଟା ବାଣୀ ହେଲେ ମାନ ଆଟଲିଷ୍ଟ। ତେଣୁ ମାଛ ମାଂସ ଖାସ ନୁହଁ, ପିଆଜ ରସୁଣ ମାଦକ ଛାଡ। ପ୍ରତ୍ୟେକ ସତ୍ସଙ୍ଗ, ଆମେ ସତ୍ସଙ୍ଗର ହଉଛି ଯାଜନର ଯୋଉ ଆମର ଯଜନର 8ଟା ଅଙ୍ଗ ଭିତରେ ଗୋଟେ ହଉଛି ଆତ୍ମ ବିଶ୍ଳେଷଣ। ଯଜନର ଯୋଉ ବିଭିନ୍ନ ଜିନିଷ ଅଛି, ଆମର ଜପ ଧ୍ୟାନ ଭଜନ ଆତ୍ମବିଶ୍ଳେଷଣ ଆତ୍ମନିୟନ୍ତ୍ରଣ ଶ୍ରଦ୍ଧାୟ ବ୍ରତ ପ୍ରାୟଶ୍ଚିତ ପୂଜା ପ୍ରାର୍ଥନା ସତ୍ସଙ୍ଗ, ଆ ଭିତରେ ଗୋଟେ ବଡ ଜିନିଷ ଅଛି ଆତ୍ମବିଶ୍ଳେଷଣ। ମୁଁ ପଢିଲି ଏଟା ମାଛ ମାଂସ ଖାସ ନୁହଁ, ପିଆଜ ରସୁଣ ମାଦକ ଛାଡ। କିନ୍ତୁ ମୁଁ କଣ ମାଛ ମାଂସ ତ ଛାଡିଲି, ତାପରେ ପିଆଜ ରସୁଣ ଛାଡିଲି, କିନ୍ତୁ ମାଦକଟା ଛାଡିଲି କି? ଯୋଉ ମାଦକଟା ଛାଡୁନି ସେଇଟା ହଉଛି ମୋର ସବୁ ରୋଗର କାରଣ। ତେଣୁ ଆମେ ମାନେ ଆତ୍ମବିଶ୍ଳେଷଣ କରିବା, ତାପରେ ଆତ୍ମନିୟନ୍ତ୍ରଣ କରିବା। ଯଜନର ଏଇଗୁଡା ହଉଛି ଅଙ୍ଗ। ଜଣେ ଆତ୍ମବିଶ୍ଳେଷଣ କଲା, ଆତ୍ମନିୟନ୍ତ୍ରଣ କଲା, ତାପରେ ରୋଗ କାହିଁ ତାକୁ ହବ? ମୁଁ ତ ଛାଡ଼ିଦେଲି ସଇଲା। ତ ଏଇଟା ହଉଛି ଆମର ସତ୍ସଙ୍ଗର ଧାରା। ଇଏ ହେଲା ଆମର ଆମର କଣ ନା ଦୀକ୍ଷାର କଥା। ଦୀକ୍ଷା ନେଲେ ମଣିଷ କେବେ ବି ଯଦି ଯଜନ ଜାତ ନିଷ୍ଠବୃତ୍ତି ପାଳନ କରୁଥାଏ, ଆଟଲିଷ୍ଟ ଏଇ 3ଟି ବାଣୀକି ଠିକ ଢଙ୍ଗରେ ପାଳନ କରୁଥାଏ, ତାହେଲେ ଅନେକାଂଶରେ ତାକୁ ରୋଗ ଶୋକ କେବେ ବି କଣ ବଶ କରିପାରିବ ନାହିଁ, ଅନେକାଂଶରେ। ତାପରେ ଆସିଲା ସଦାଚାରର କଥା। ସଦାଚାର ଠାକୁର କହୁଛନ୍ତି ସଦାଚାର ହଉଛି ବଞ୍ଚିବା ବଢିବାର ଅନୁକୂଳ ଆଚାର ହିଁ ହେଲା ସଦାଚାର। ଯେମିତି ଚଳିଲେ ଆମର ବଞ୍ଚିବା ବଢିବା ଅକ୍ଷୁର୍ଣ୍ଣ ରୁହେ, ତାକୁ ହିଁ କୁହାଯାଏ ସଦାଚାର। ଅର୍ଥାତ୍ ମୁଁ ଯୋଉ ଚଳନୀରେ ଚଳିଲେ ଯଦି ବଞ୍ଚିବା ବଢିବାଟା ମୋର ବାଧା ସୃଷ୍ଟି କରେ, ସେଟା ସଦାଚାର ନୁହଁ। କ୍ଲିୟର ହେଲା? ତେଣୁ ମୋର ବଞ୍ଚିବା ବଢିବାରେ ଯୋଉଟା ମତେ ସହାୟକ ହେଲା ସେଗୁଡ଼ା ସବୁ ହେଲା ସଦାଚାର। ବଞ୍ଚିବା ବଢିବା ମାନେ ବଞ୍ଚିବା ବଢିବାର ଦିଗ ହେଲା ମାନେ ଇଷ୍ଟ ପ୍ରତିଷ୍ଠାର ଦିଗ। ଏଟା କ୍ଲିୟର କଥା। ବଞ୍ଚିବା ବଢିବା ଇଜ୍ ଇଷ୍ଟ ପ୍ରତିଷ୍ଠା। ମୁଁ ବଞ୍ଚିବା ବଢିବା ଦିଗରେ ଆଗଉଛି ମାନେ ଇଷ୍ଟ ପ୍ରତିଷ୍ଠା ଦିଗରେ ଆଗଉଛି। ଯୋଉଟା ମୋର ଇଷ୍ଟ ପ୍ରତିଷ୍ଠା ମୁଁ ପ୍ରତିଷ୍ଠା କରୁନି ମାନେ ସେଟା ମୋର ବଞ୍ଚିବା ବଢିବାରେ କେବେ ବି ସହାୟକ ନୁହଁ। କ୍ଲିୟର କଥା। ବଞ୍ଚିବା ବଢିବା ଇଜ୍ ଇଷ୍ଟ ପ୍ରତିଷ୍ଠା। ତେଣୁ ଆମର ଯୋଉ ସଦାଚାରକୁ ଠାକୁର କଣ କହୁଛନ୍ତି, 2ଟା ଜିନିଷ ଦରକାର। ଯୋଉ ଯେମିତି କହିଲେ ଦୀକ୍ଷା ଆଉ ସଦାଚାର ପରାୟଣତା। ସଦାଚାର ଉପରେ ମୁଁ ଆଜି ଟିକେ ସହଜ କଥା ଆଲୋଚନା କରିବି, ଯୋଉଟାକୁ ଆମେ ହୁଏତ ଜାଣିଛନ୍ତି କିନ୍ତୁ କେତେ ପରିପାଳନ କରୁଛନ୍ତି ସେ ଆମେ ସତ୍ସଙ୍ଗ ଭିତରେ ସେଟା ସବୁ ଆମେ ବିଶ୍ଳେଷଣ କରିବା ଏବଂ ପର ମୁହୂର୍ତ୍ତରେ ତାକୁ ଆତ୍ମନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା, ଯାହା ଦେଇକି ଆମର ଭିତରୁ ଆମର ବା ପରିବାର ଭିତରେ କିମ୍ବା ସମାଜରେ ଏଇ ରୋଗ ଶୋକକୁ ଆମେ କମାଇ ଦେଇପାରିବା। ସତ୍ସଙ୍ଗର ଉଦ୍ଦେଶ୍ୟ ହିଁ ସେଇଆ। ତାହେଲେ ଆମର ସଦାଚାର ହେଲା 3ଟା। ଆପଣ ଜାଣିଛନ୍ତି, ଗୋଟେ ଶାରୀରିକ ସଦାଚାର, ମାନସିକ ସଦାଚାର, ଆଧ୍ୟାତ୍ମିକ ସଦାଚାର। 3ଟା ସୁସ୍ଥତା ଆମକୁ ଦରକାର। ଶାରୀରିକ ସୁସ୍ଥତା ବି ଦରକାର, ମାନସିକ ସୁସ୍ଥତା ବି ଦରକାର, ଆଧ୍ୟାତ୍ମିକ ସୁସ୍ଥତା ବି ଦରକାର। ଶାରୀରିକ ସଦାଚାର ସବୁ କଣ? ଆଲୋଚନା ପ୍ରଶ୍ନ 4ର୍ଥ ଖଣ୍ଡରେ ଠାକୁର କହୁଛନ୍ତି। ଯେମିତିକି ପରିସ୍ରା କରିକିରି ପାଣି ନବାଟା, ଆମେ ସଦାଚାର ବୋଟଲ ୟୁଜ୍ କରନ୍ତି, ତାହେଲେ ଶାରୀରିକ ସଦାଚାର। ନାକରେ ମୁଖରେ ଆଙ୍ଗୁଳି ଦେଲେ ହାତ ଧୋଇବା, ନହେଲେ ବକ୍ଷ ରୋଗ ହବ, ଠାକୁର ବାଣୀରେ ଦେଇଛନ୍ତି। ପରର ବ୍ୟବହୃତ ଜିନିଷ ଯେମିତି ଯଥା ଜାମା ପ୍ୟାଣ୍ଟ ଗାମୁଛା ବିଛଣା ଇତ୍ୟାଦି ବ୍ୟବହାର ନ କରିବା। ପାଇଖାନା କରି ଖୁବ ଭଲ ଭାବରେ ଶୌଚାଦି କରିବା। ଠାକୁର ଯେତେବେଳେ ଲାଷ୍ଟ ଦିନ ଯୋଉ ଦେହ ରକ୍ଷା କଲେ ମାନେ ପଡିଛି ଯେ ତାଙ୍କୁ ଯେତେବେଳେ ଠାକୁର ଆସିଛନ୍ତି ପାଇଖାନା ଯେତେବେଳେ ଆସିଛନ୍ତି, ତାଙ୍କୁ ତାଙ୍କର ଯୋଉ ମାନେ ଥିଲେ ଠାକୁରଙ୍କର ଯୋଉ ପରିଚାୟକ ମାନେ ଥିଲେ ପାଖରେ, ସେମାନେ ଠାକୁରଙ୍କୁ କହୁଛନ୍ତି ଆମେ ମାନେ କପଡା ଧୋଇକିରି ମାନେ ଚୁପୁଡି ପୋଛି ଦବା ବୋଲି। ଠାକୁର କିନ୍ତୁ ରାଜି ହେଇନାହାନ୍ତି। ତେଣୁ ପାଇଖାନା ଗଲେ ଭଲ ଭାବରେ ଶୌଚାଦି ହବା। ବ୍ୟବହାର କରୁଥିବା ଜିନିଷ ସବୁ ସମୟରେ ପରିଷ୍କାର କରି ରଖିବା। ଅନ୍ୟର ଅଇଁଠା ନ ଖାଇବା। ଗୋଟିଏ ପାତ୍ରରେ ମିଳିମିଶି ନ ଖାଇବା। ଆମେ ପ୍ରାୟ ମାନେ ଇମୋସନକୁ ଦେଖୁ,
ଯେ କିଏ କ'ଣ ଭାବିବ କିଏ କ'ଣ କରିବ ସାଙ୍ଗଟା ଆସିଛି କିନ୍ତୁ ଗୋଟେ ପାତ୍ରରେ ମିଳିମିଶି ନ ଖାଇବା ଏଇଟା ମୁଁ ଭାବୁଛି ବୋଧେ ଆମେ ଯେହେତୁ ସତ୍ସଙ୍ଗରେ ଏତେ ଦିନରେ ଆମେ ସିଜିନ୍ ହେଇଗଲୁ ଅଲରେଡି ମାନେ 1000-2000 ଦିନ ସତ୍ସଙ୍ଗ ଆଟେଣ୍ଡ କଲେଣି ଆମେମାନେ ଆଉ କେହି ବୋଧେ ପାତ୍ରରେ ଖାଉନଥିବା ଆମକୁ ଯଦି କିଛି ରୋଗ ହେଇଛି ତାର ସଂକ୍ରମଣ କେମିତି ନ ବ୍ୟାପିବ ତା ପାଇଁ ଆମେ କ'ଣ କରିବା ନା ସେଇ ଅନୁସାରେ ଚଳିବା ଏବଂ ସେମିତି ଚେଷ୍ଟା କରିବା ଧର ଜଣଙ୍କ ଟିଭି ହେଇଛି କି କ'ଣ ଗୋଟେ ଫଙ୍ଗାଲ ଇନଫେକ୍ସନ ହେଇଛି କି କିଛି ଗୋଟେ ହେଇଛି ଯାହା କିଛି ହେଇଛି ତ ଏଭଳି ଚଳିବା ଯେମିତି ସେଟା ଆଉ କାହାକୁ ନ ବ୍ୟାପେ ସମସ୍ତଙ୍କୁ ସେଟା ନହେଲେ ବ୍ୟାପିଯିବ ଯେତେବେଳେ କିଛି ଫଳ ଟଳ ଖାଉଛନ୍ତି ଭଲ କରି ଧୋଇକିରି ଖାଇବା ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଦେଖନ୍ତୁ ଏବେ ୟୁଟ୍ୟୁବରେ ଯାହା ଆମେ ଫଳ ଖାଉଛୁ ଅନେକ ସମୟରେ କ'ଣ ଜଷ୍ଟ ଟିକେ ଧୋଇ ଦେଇ ଖାଇଦଉ ଏବେ ଗୋଟେ ୟୁଟ୍ୟୁବରେ ଗୋଟେ ଆସିଥିଲା ସମ୍ବଲପୁରର ସେ ପିଲାଟା ଆମ ଓଡ଼ିଆରେ ଦେଇଥିଲା ସେ ଡକ୍ଟର ଜଣେ ଯେ ସେ କ'ଣ କରେ ଯାହା ପାଏ ତା ଏତେ ଧୁଆ ହଉ ନ ହଉ ଖାଇଦିଏ ତାର ବ୍ରେନରେ ଖାଲି ମୁଣ୍ଡ ବିନ୍ଧି ତାର MRI ହେଲା ତା ମୁଣ୍ଡରେ ତାର ଟିକ୍ ଟିକ୍ ଖାଲି ପୋକ ଗୁରା ତା ବ୍ରେନରେ ପୁରା ଆପଣ ଆଶ୍ଚର୍ଯ୍ୟ ପୁରା ପୋକ ଗୁରା ଚାଲୁଛନ୍ତି ଯେ ସେଇ ଜିନିଷଟା ତାକୁ ଯେତେବେଳେ ପଚାରା ସେ ଡକ୍ଟର ପଚାରିଲେ ତୋର କ'ଣ କର ତାର ହାବିଟ୍ ଗୁରା ତ ପଚାରିଲେ ତାର ହାବିଟ୍ ଗୁଡାକ ହେଲା ସେ ଯେକୌଣସି ପରିବା ଯାହା ମାନେ ଯେକୌଣସି ଫଳ କି କ'ଣ ଖାଇଦିଏ ହାତ ନ ଧୋଇ ଖାଇଦିଏ ଏଇଗୁରା ହେଉଛି ତାର କାରଣ ତେଣୁ ହାତ ଧୋଇକିରି ଖାଇବା ପରିଷ୍କାର ପରିଚ୍ଛନ୍ନ ରହିବା ଫଳ ଧୋଇ ଖାଇବା ଏସବୁ ଛୋଟ ଛୋଟ ଜିନିଷ କିନ୍ତୁ ଆରି ଭିତରେ ଦେଇ ଆମର ବିଭିନ୍ନ ରୋଗ ଆସୁଛି ଆଉ ବିଭିନ୍ନ ଶୋକ ମଧ୍ୟ ଆସୁଛି କେବଳ ଆରି ଭିତରେ ଦେଇ ତାପରେ ହେଲା ବ୍ୟବହୃତ ବାସନକୁସନ ଭଲ ଭାବରେ ମାଜିକିରି ସଜେଇକି ରଖିବା ଆଉ ଗୋଟେ ପଏଣ୍ଟ ହେଲା ଯୋଉ ଋତୁମତୀ ମା ମାନେ ଶୁଦ୍ଧାଚାରରେ ଚଳିବା ବିଶେଷ ଛୁଆଁଛୁଇଁ ନ କରିବେ ଆଟଲିଷ୍ଟ 3-4 ଦିନ ପର୍ଯ୍ୟନ୍ତ ଠାକୁର ମଧ୍ୟ ଆମର ରାଜନୀତିରେ କହିଛନ୍ତି ଅନେକ ବହିର ଆଲୋଚନା ହେଇଛି ଆଟଲିଷ୍ଟ 3-4 ଦିନ ପର୍ଯ୍ୟନ୍ତ ଆମେ କାହାକୁ ନ ଛୁଇଁକିରି ଶୁଦ୍ଧାଚାର ରୋଷେଇ ଜାତୀୟ ଦିନ ନ କରିବା ବାହାରେ ଦୋକାନ ବଜାରରେ ଖାଇବା ପିଇବାକୁ ଯଥାସମ୍ଭବ ଏଡେଇବା ବାହାରୁ ଆସି ହାତ ଗୋଡ଼ ଧୋଇ ଘରେ ପଶିବା କାରଣ ଆମେ 2ଟା ଆଙ୍ଗୁଳି ଭିତରେ ଠାକୁର କହୁଛନ୍ତି 2ଟା ଆଙ୍ଗୁଳି ଭିତରେ ଏତେ ଲକ୍ଷ ଲକ୍ଷ ବ୍ୟାକ୍ଟେରିଆ ଥାନ୍ତି ଆମେ ଯେତେବେଳେ ବାହାରୁ ବୁଲିକିରି ଆସୁ ମାନେ ଗୋଟେ ବ୍ୟାକ୍ଟେରିଆ ମଣିଷ ଜୀବନ ନେବା ପାଇଁ ମଧ୍ୟ ସକ୍ଷମ ଯାହା ଆମେ କରୋନା ବେଳେ କେତେ ମାନେ ମାନୁଥିଲେ ଆପଣ ଭାବନ୍ତୁ ସେଟା ତ ଠାକୁର କୋଉ କାଳରେ ସବୁ ଜିନିଷ କହିଦେଇକି ଯାଇଛନ୍ତି ଆମର ଯେତେବେଳେ ପରିସ୍ଥିତିର ସାମ୍ନା କରୁଛୁ ସେତେବେଳେ ଆମର ସେଗୁଡ଼ା ମନେ ପଡୁଛି ବାସି ଲୁଗାରେ ଖାଦ୍ୟ ଦ୍ରବ୍ୟ ଆଦି ସ୍ପର୍ଶ ନ କରିବା ରୋଷେଇ ଘରେ ନ ପଶିବା ପାତ୍ରରେ ମୁହଁ ନ ଲଗାଇ ପାଣି ଆଜି ଆମର ଭାଇ ଆମର ପଢୁଥିଲେ ଯୋଉ ସ୍ୱାସ୍ଥ୍ୟ ସଦାଚାରରେ କୁଳୁମୁଜା ନ କରିବାନି ଖାଇକିରି ଥାଳିରେ କିମ୍ବା ଯୋଉ ଗ୍ଲାସ ଫ୍ଲାସ ଆମେ ଟେକିକିରି ସବୁବେଳେ ପିଇବା କାରଣ ତା ଦ୍ୱାରା ମଧ୍ୟ ଇନଫେକ୍ସନ ହୁଏ ଆମିଷ ଆହାର ପିଆଜ ରସୁଣ ମାଦକ ଦ୍ରବ୍ୟ ଇତ୍ୟାଦି ବର୍ଜନ କରିବା ସେଟା ଆମେ କହିସାରିଛେ ତାପରେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଅନାଚାରୀ ଅଭକ୍ଷ୍ୟଭୋଗୀ ଅଗମ୍ୟଗାମୀ ବିଶ୍ୱାସଘାତକ ଦୁଷ୍ଟକର୍ମା ଚୌର୍ଯ୍ୟ ବୃତ୍ତିରତ ଇଷ୍ଟକୁଷ୍ଟି ବିମୁଖ ଏଇଭଳିଆ ଲୋକ ସମ୍ବିତର 1 ନମ୍ବର ବାଣୀଟା ଯୋଉମାନେ ଅନାଚାରୀ ଅଭକ୍ଷ୍ୟଭୋଗୀ ଯାହା ଖାଉଛନ୍ତି ଅଗମ୍ୟଗାମୀ ବିଶ୍ୱାସଘାତକ ଦୁଷ୍ଟକର୍ମା ଚୌର୍ଯ୍ୟ ବୃତ୍ତିରତ ଇଷ୍ଟକୁଷ୍ଟି ବିମୁଖ ସେଇଭଳିଆ ଲୋକଙ୍କ ପାଖରୁ ହାତରୁ ନ ଖାଇବା କାରଣ ଏଟା ହଉଛି କାରଣ ଭାଇବ୍ରେସନଟା ଆପଣ ଦେଖିବେ ଭାଇବ୍ରେସନ ଇନ୍ ୱାଟର ମଲିକ୍ୟୁଲ ନେଟରେ ସର୍ଚ୍ଚ କରିବେ ଆଉ ଟୋଟାଲ ଭାଇବ୍ରେସନଟା ତାଙ୍କର ଯୋଉ ଭାଇବ୍ରେସନଟା ଆମ ଭିତରକୁ ଆସିବ ଆପଣ ଦେଖିବେ ବି ଯଦି ଆପଣ ସାଧନ ଭୋଜନ କରୁଥିବେ ନାମ ଧ୍ୟାନ କରୁଥିବେ କ'ଣ କରୁଥିବେ ଦେଖିବେ ଯଦି କୋଉ ଗୋଟେ ଇଆଡେ ସିଆଡେ କୋଉଠି ଖାଇ ଦେଇଛନ୍ତି ଦେଖିବେ ଅଜବ ଚିନ୍ତା ବେଳେ ବେଳେ ଆସେ ଏଇଟା ମୋର କୋଉଠି ଆସିଲା ଏମିତିଆ ତ ଚିନ୍ତା ନଥିଲା ଏବଂ ଆପଣ ଯଦି ମାନେ ସାଧନ ଭୋଜନ କଲେ ଠାକୁର ତ କହିଛନ୍ତି ନ ଛୁଇଁବାଟା ହିଁ ଭଲ କାହାକୁ କାରଣ ସେଇ ଟାଇମରେ ଆପଣ ଯଦି ସାଧନ ଭୋଜନରେ ଏତେ ଡିଷ୍ଟର୍ବ ହଉଛି ଆପଣ ବସିପାରିବେ ସ୍ଥିର ହୋଇ ବସିପାରିବେନି କାରଣ ତାର ମାନେ ଭାଇବ୍ରେସନଟା ସବୁ ଆସେ ଆମର ମାନେ ଏଇଟା ପୁରା ପ୍ରାକ୍ଟିକାଲ ଜିନିଷ କଲେ ହିଁ କେବଳ ଜିନିଷ ବୁଝିବ ଆପଣ ଏମିତି ମାନେ ବସେଇ ଦବନି ସେ ଆପଣ ଯଦି ଇଆଡେ ସିଆଡେ କୋଉଠି ଖାଇ ଦେଇଛନ୍ତି କ'ଣ କରୁଛନ୍ତି ଆପଣ ବସିପାରିବେନି ତାପରେ ମଝିରେ ମଝିରେ ଉପବାସ ରହିବା ଠାକୁର କହୁଛନ୍ତି ସ୍ନାନ ଆଦି ଠିକ ଭାବରେ କରିବା ଶରୀରକୁ ଆବଶ୍ୟକ ଅନୁଯାୟୀ ବିଶ୍ରାମ ଦେବା ଯେମିତି ଆମେ ଖାଦ୍ୟ ଖାଉ ସେମିତି ତାକୁ ବିଶ୍ରାମ ମଧ୍ୟ ଦରକାର ଶ୍ରମ ବି ଦରକାର ତାପରେ ସବୁଠାରୁ ବଡ ଜିନିଷ ହେଲା ପାରିପାର୍ଶ୍ୱିକକୁ ସଦାଚାରୀ କରି ତୋଳିବା ସମସ୍ତଙ୍କ ସହିତ ଶୁଭ ସଂଗତି ନେଇ ଚାଲିବା ନିଜେ ସ୍ଫୂର୍ତ୍ତିଯୁକ୍ତ ରହିବା ଓ ପାରିପାର୍ଶ୍ୱିକକୁ ମଣିଷ ଯେପରି ସ୍ଫୂର୍ତ୍ତିଯୁକ୍ତ କରେ ତାହା କରିବା ତାପରେ ଆସିଲା କୁନ୍ଥୁ ହେଇ ନ ଖାଇବା ଦେଖନ୍ତୁ କାରଣ ଆହାରଟା ବହୁତ ବଡ ଜିନିଷ ଆପଣଙ୍କର ଆଜି ଦିନଟା କେମିତି ଯିବ ଆପଣ ସକାଳେ କ'ଣ ଖାଉଛନ୍ତି ତା ଉପରେ ନିର୍ଭର କରେ ଆପଣ ଯଦି ସକାଳେ ଘରୋଇ ଖାଦ୍ୟ ଖାଇଛନ୍ତି ଛତୁଆ ଖାଇଛନ୍ତି କି ଚୁଡ଼ା କଦଳୀ ଖାଇଛନ୍ତି କି ଛେନା ଖାଇଛନ୍ତି କି ଫଳମୂଳ ଖାଇଛନ୍ତି କି ଘରେ ପଖାଳ ବି ଖାଆନ୍ତୁ ଦେଖିବେ ଆପଣ ଘରୁ ଖାଇକିରି ଯାଇଛନ୍ତି ଆପଣ ସେ ଦିନର ଆପଣଙ୍କ ମେଣ୍ଟାଲିଟି ଆପଣଙ୍କର କଥା କହିବାର ଷ୍ଟାଇଲ ଆପଣଙ୍କର ଲୋକଙ୍କୁ ରିପ୍ଲାଏ ରିଆକ୍ସନ ସବୁ ଦେଖିବା ଅଲଗା ରହିବ ଆଉ ସେଇ ଦିନ ଆପଣ ଗୋଟେ ଦିନ ଯାଆନ୍ତୁ ବାହାରୁ ବରା ସିଙ୍ଗଡ଼ା ତେଲ ଭାଜି ଖାଇକିରି ଯାଆନ୍ତୁ ଆପଣ ଦେଖିବେ ସେ ଆପଣ ଖାଲି ଗୋଟେ ଅଲଗା ପ୍ରକାର ରିଆକ୍ସନ ଏଟା ବହୁତ ସୂକ୍ଷ୍ମ ଭାବରେ କାମ କରେ ଆପଣ ଘରୁ ଖାଇବେ ହୋଟେଲରେ ଖାଇବେ ମନ୍ଦିରରୁ ଖାଇବେ ପୁରା ଆହାରଟା ଟୋଟାଲ ଆପଣ ଦିନଟା କେମିତି ଯିବ ଟୋଟାଲ ଆହାର କଣ୍ଟ୍ରୋଲ କରେ ଆଜି ଦିନଟା ଆପଣ କେମିତି ଯିବ ଆପଣ କ'ଣ ଖାଉଛନ୍ତି ଟୋଟାଲ କଣ୍ଟ୍ରୋଲ କରେ ଆପଣ ଯଦି ସେମିତି ଯଦି ଚଳୁଥିବେ ଯଦି ସତ୍ସଙ୍ଗର ଭାବଧାରା ଭିତରେ ଚଳୁଥିବେ ଆଉ ଯଦି ସେମିତି କି ସାଧନ ଭୋଜନ କରୁନାହାନ୍ତି ନାମଧାନ କରୁନାହାନ୍ତି କିଛି ନାହିଁ ତାହେଲେ ସେ ଆପଣ ଯାହା ଖାଉଛନ୍ତି କ'ଣ ଯୋଉଠି ଖାଇଲେ କିଛି ତାର ପ୍ରଭାବ ଆପଣ ଜାଣିପାରିବେ ଆପଣ ଆଟଲିଷ୍ଟ ଯଦି ନାମଧାନ କରୁଛନ୍ତି 10-15 ମିନିଟ୍ ବସୁଛନ୍ତି ସକାଳ ସନ୍ଧ୍ୟା କି କ'ଣ ଏଇ ପ୍ରେୟାର ଫେୟାର ଟିକେ କରୁଛନ୍ତି ସତ୍ସଙ୍ଗ ଆପଣ ଦେଖିବେ ବସିପାରିବେ ନାହିଁ
ଆପଣ ମାନେ ଗୋଟେ ଦେଖୁନା ସନ୍ଧ୍ୟାବେଳେ ସତ୍ସଙ୍ଗ ଫସଙ୍ଗ ଆପଣ ଦେଖିବେ ଯେ କୌଣସି ତେଲ ଭାଜି ଫେଲ ଭାଜି ଖାଇଦେଇ ପଳେଇବେ ଆପଣ ଦେଖିବେ ସତ୍ସଙ୍ଗରେ ଆପଣ ବସି ପାରିବେ ନାହିଁ ଆପଣ ମାଇଣ୍ଡଟା ଖାଲି ଆଡୁ ସେଡୁ ଯାଉଥିବ ହୋଟେଲରୁ ଖାଇକି ଯାଇଥିବେ ଖାଲି ଆଡୁ ସେଡୁ ଜମା ସ୍ଥିର ହୋଇ ବସି ପାରିବେ ନାହିଁ ଏଇଟା ମୋର ସବୁ ଅଙ୍ଗେ ନିଭା କଥା ଯାହା କହୁଛନ୍ତି କାରଣ ଆମର ଏଇ ଯୋଉ ଆଉ ସବୁବେଳେ ଠାକୁର କହୁଛନ୍ତି ଭୋକ ଟିକେ ରଖିକିରି ଖାଇବା ଆମର ତ ଆଲୋଚନା ହଉଛି ଭୋକ ରଖି ଖାଇବା ସତ ସଦାଚାରରେ ମଧ୍ୟ ଏଇଟା ବିଶେଷ ଭାବରେ ଆଲୋଚନା ହୁଏ କାରଣ କାହିଁକି ଆମେ ଭୋକ ରଖି ଖାଇବା ନା ଆମର ଏନର୍ଜି ହଉଛି ଲିମିଟେଡ ଆମେ ଲିମିଟେଡ ଏନର୍ଜି ନେଇକି ଜନ୍ମ ହୋଇଛୁ ସେ ଲିମିଟେଡ ଏନର୍ଜି ଯୋଉଟା ତାକୁ କୁହାଯାଏ ଆୟୁ ଆମେ ଯଦି ମନ ଇଚ୍ଛା ଖାଇବା ପେଟେ ପେଟେ ଧରନ୍ତୁ ମୁଁ ଏବେ ଖାଇ ପୁରା ପେଟେ ଖାଇବି ସେ କଣ ହବ ନା ଆମ ଭିତରେ ଗୋଟେ ମେସିନ ଅଛି ଯେମିତି ଗ୍ରାଇଣ୍ଡର ଚାଲୁଛି ସେମିତିରେ ମେସିନଟା ଅଛି ସେ ମେସିନ କଣ ହବ ଏବେ ସିନା ମୋର 35-40 ବର୍ଷ ହେଇଛି କି 45 ବର୍ଷ ହେଇଛି ମୁଁ ଖାଇଦଉଛି ଯାହା ପାରେଇ ଦଉଛି ଯେତେବେଳେ 60 ବର୍ଷ ହବ ସେ ମେସିନ ଉପରେ ଆମେ ମାନେ ଯେତେବେଳେ ରଫ୍ ୟୁଜ୍ କରୁଛି ମାନେ ଏତେ ଖାଇଛି ଯେ ସେଟା କଣ ହବ ନା 80 ବର୍ଷର ଜିନ ଶକ୍ତିରେ ଆମର ଯେମିତି ହବା କଥା ସେ 60 ବର୍ଷ ବେଳକୁ ଦେଖେଇବ ସେତେବେଳେ ବିଭିନ୍ନ ପ୍ରକାର ରୋଗ ଆସିବ ତେଣୁ ପେଟରେ ସବୁବେଳେ ଟିକେ ଖାଇବାଟା ମାନେ ପେଟଟା ଖାଲି ରଖିକି ଟିକେ ଖାଇବାଟା ଉଚିତ ଏଟା ଠାକୁରଙ୍କର ନିର୍ଦ୍ଦେଶ ଖାଲି ରଖି ଖାଇବାଟା ଉଚିତ ତାପରେ ଏମିତି ଅନେକ କଥା ତ ଅଛି ତେଣୁ ମୋଟ କଥା ହେଲା ଯଦି କହିବା ଆମର ବୈଶିଷ୍ଟ୍ୟ ଅନୁଯାୟୀ ଯାହା କରିଲେ ଆମର ଶରୀର ମନ ସୁସ୍ଥ ଆଉ ପ୍ରସନ୍ନ ରହିବ ସେଇଟା ଯଦି ପାଳନ କରି ଚାଲିବା ସେଇଟା ହେଲା ଆମର ଶାରୀରିକ ସଦାଚାର ତାପରେ ଆସିବା ମାନସିକ ସଦାଚାର ମନର କୁଭାବକୁ ଇଗ୍ନୋର କରିବା କିମ୍ବା ନିୟନ୍ତ୍ରିତ କରିବା ଦିଟା ଜିନିଷ କରିବା ମନର ଯୋଉଟା କୁଭାବ ଇଗ୍ନୋର କରିବା କିମ୍ବା ମାନେ ଉପେକ୍ଷା କରିବା କିମ୍ବା ମୋଲ୍ଡ କରିବା ନିୟନ୍ତ୍ରଣ କରିକି ବଞ୍ଚିବା ବଢିବାର ଦିଗରେ ଅର୍ଥାତ୍ ଇଷ୍ଟ ପ୍ରତିଷ୍ଠା ଦିଗରେ ଚାଲିବା ହିଁ ହେଲା ମାନସିକ ସଦାଚାର ଅର୍ଥାତ୍ ସମସ୍ତ ପ୍ରକାର ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ବା ଉପେକ୍ଷା କରିବା ମୋଟାମୋଟି କହିବାକୁ ଗଲେ ମନକୁ ନିଜର ନିୟନ୍ତ୍ରଣରେ ରଖିବା ହେଲା ମାନସିକ ସଦାଚାର ସେଥିପାଇଁ ତାହେଲେ ଆମକୁ କଣ କରିବାକୁ ପଡିବ ନା ଆମକୁ ପ୍ରବୃତ୍ତିର ବିଧିକି ନ ମାନି ଜୀବନର ବିଧି ବା ସୁଖର ବିଧିକି ମାନିବାକୁ ପଡିବ ତାହେଲେ କଣ ହବ ନା ରୋଗ ଶୋକ ସବୁ ଆମ ଜୀବନରୁ ଦୂରେଇ ଯିବ ସଦାଚାର ତାହେଲେ ଆମେ ଯୋଉ ଦେଖିଲେ ଶାରୀରିକ ସଦାଚାର ଆଉ ମାନସିକ ସଦାଚାର ଶାରୀରିକ ସଦାଚାର ମାନେ ଆମେ ବେସିକାଲି ଫିଜିକାଲ କଣ୍ଟାମିନେସନକୁ ଏଡେଇବା ଆଉ ମାନସିକ ସଦାଚାର ହେଲା ମେଣ୍ଟାଲ କଣ୍ଟାମିନେସନକୁ ଏଡେଇବା ସବୁବେଳେ ମାନେ ସତ କହିବା ସତ୍ ଚିନ୍ତା କରିବା ତେଣୁ ସମସ୍ତଙ୍କୁ ସତ୍ ବ୍ୟବହାର କରିବା ଏହା ଭିତରେ ଦେଇକି କଣ ହୁଏ ନା ଆମ ମାଇଣ୍ଡ ପ୍ରାୟତଃ ବିକ୍ଷିପ୍ତ ହୁଏ ନା ଆମ ମାନସିକ ସଦାଚାରଟା ଅକ୍ଷୁଣ୍ଣ ରହେ ଦିଟା ଜିନିଷକୁ ଏଡେଇବା ଫିଜିକାଲ କଣ୍ଟାମିନେସନ ଏଡେଇବା ଆମର ଶାରୀରିକ ସଦାଚାର ପାଇଁ ଆଉ ମେଣ୍ଟାଲ କଣ୍ଟାମିନେସନ ଏଡେଇବା କଣ ପାଇଁ ଆମର ମାନସିକ ସଦାଚାର ପାଇଁ କାରଣ ପ୍ରତ୍ୟେକ ମଣିଷର ଏଇ ଯୋଉ ମେଣ୍ଟାଲ ଏଗୁଡ଼ା କାହିଁକି ଏଡେଇବାକୁ ପଡିବ ନା ପ୍ରତ୍ୟେକ ମଣିଷର ଦେହରୁ ଗୋଟେ ରେଡିଏସନ ବାହାରେ ଆପଣମାନେ ଆଲୋଚନା ପ୍ରସଙ୍ଗରେ ପଢିଥିବେ ପ୍ରତ୍ୟେକ ମଣିଷର ଶରୀରରୁ ତାର ମାନସିକ ଅବସ୍ଥା ଅନୁଯାୟୀ ଗୋଟେ ରେଡିଏସନ ବାହାରେ ଆଉ ସେ ରେଡିଏସନ ଅନ୍ୟକୁ ଇନଫ୍ଲୁଏନ୍ସ କରେ ସେଥିପାଇଁ ଠାକୁର କହିଛନ୍ତି ସବୁ ଯୋଉଟା କହିଲି ଠାକୁର ସବୁ ସମୟରେ ଆମେ ଛୁଇଁବା କଥା ବି ସମସ୍ତଙ୍କୁ ନୁହଁ ଇଭିନ୍ ସାଧନ ଭୋଜନ ସମୟରେ ତ ବିଲକୁଲ ହିଁ ନୁହଁ ଆପଣ ଛୁଇଁବା କଥା ନୁହଁ କାହାକୁ ଖାଇବା ପିଇବା କଥା ତ ବହୁତ ଦୂରରେ ସେଟା ଆପଣଙ୍କୁ ବହୁତ ଡିଷ୍ଟର୍ବ କରେ ତାପରେ ଆସିଲା ଆମର ଆଧ୍ୟାତ୍ମିକ ସଦାଚାର ଠାକୁର କହୁଛନ୍ତି ଆଧ୍ୟାତ୍ମିକ ସଦାଚାର କଣ ନା ଏକ ଭକ୍ତି ପରାୟଣତା ଅର୍ଥାତ୍ ଅକାଟ୍ୟ ଇଷ୍ଟନିଷ୍ଠା ହିଁ ହେଲା ଆଧ୍ୟାତ୍ମିକ ସଦାଚାର ଅକାଟ୍ୟ ଇଷ୍ଟନିଷ୍ଠା ଏକ ଭକ୍ତି ପରାୟଣତା ଏକ ଠାକୁର ମୋ ଠାକୁର ଏକୈବ ଶକ୍ତି ଦ୍ୱିତୀୟ ନାସ୍ତି ମୋ ଠାକୁର ହଉଛି ଏକାନୁରକ୍ତି କେବଳ ମୋ ଠାକୁର ତାଙ୍କ ପ୍ରତି ଅର୍ଥାତ୍ ଏକମୁଖୀନ ଆଦର୍ଶାତ୍ମକ ଗତିଶୀଳତା ହିଁ ହଉଛି ଆଧ୍ୟାତ୍ମିକ ସଦାଚାର ସହଜ ଭାବରେ ଯଦି କହିବା ସହଜ ସକ୍ରିୟ ଗତିଶୀଳ ଏକନିଷ୍ଠ ଇଷ୍ଟାନୁରାଗ ତେଣୁ ଆମକୁ ପ୍ରତି ପାଦେ ପାଦେ ଦେଖିବାକୁ ହୁଏ ମୁଁ ଯାହା କରୁଛି ଯାହା କହୁଛି ଯାହା ଖାଉଛି ସେଥିରେ କୋଉଠି ମୋର ଇଷ୍ଟନିଷ୍ଠା ବ୍ୟାହତ ହଉଛି ନା ନାହିଁ କାରଣ ପ୍ରତ୍ୟେକ ଗୋଟେ ସଦାଚାର ଗୋଟେ ହାଇଜେନିକ ଇଫେକ୍ଟ ଅଛି ଆମେ ଯାହା ତା ହାତରୁ ଅଜ୍ଞାତ କୂଳସ କିଛି ଜାଣିନଥିବା କିଛି ନା ଯାହା ତା ହାତରୁ ଖାଇବା କଥା ନୁହଁ ଇଭିନ୍ ଠାକୁର ତ ବାରଣ କରିଛନ୍ତି ଯୋଉ ଆମର ମାନେ ଅସଦାଚାରୀ ବା ଅନାଚାରୀ ବିପ୍ର ବ୍ରାହ୍ମଣ ଘାତରୁ ମଧ୍ୟ ଖାଇବା ଉଚିତ ଠାକୁର ଥିଲାବେଳେ 2 ଜଣ ରୀତିକି ଯାଇଛନ୍ତି ଠାକୁରଙ୍କ ଉପରେ ପ୍ରଶ୍ନ କରିବାକୁ ଯେ ଆମେ ତ ଅଛୁ ଆମ ଭିତରୁ କିଏ ରୋଷେଇ କଲେ ଆମେ ଖାଇବୁ ସେ ତାଙ୍କ ଭିତରେ ଠାକୁର କହିଲେ ଯିଏ ବିପ୍ର ଯିଏ ସେ ରୋଷେଇ କରନ୍ତୁ ସେଠୁ ସେ ଆଉ ଜଣେ ଯିଏ ଥିଲେ ସିଏ ପ୍ରଶ୍ନ କଲେ ନାଇଁ ସିଏ ସିନା ବିପ୍ର କିନ୍ତୁ ତାଙ୍କର ତ ଅନେକ ପ୍ରକାର ହିଂସା ଦ୍ୱେଷ ଏଗୁରା ସବୁ ଭାବୁଛି ଅନେକ ପ୍ରକାର କୁଗୁଣ ଅଛି ନା ତାହେଲେ ସୌପାକି ହେଲେ ଭଲ ତେଣୁ ଆମେ ଏଇଟା ହଉଛି ମାନେ କହିବାର ଅର୍ଥ ହେଲା ଆମେ ଆହାରଟାକୁ ଏତେ ଗୁରୁତ୍ୱ ଦବା ଆହାରଟା ଯୋଉଠି ସେଇଠି ବିଲକୁଲ ଖାଇବା ଦୋକାନ ବଜାର ଇଏ ସେ ଯେମିତି ମନ ଇଚ୍ଛା କିଛି ଖାଇବା କଥା ନୁହଁ କାରଣ ଟୋଟାଲ ଆମର ଦିନଟାକୁ ହିଁ ଟୋଟାଲ କଣ୍ଟ୍ରୋଲ କରେ
ଆପଣ ଦେଖିବେ ଆଉ ଗୋଟେ ଯୋଉ ବ୍ୟାକ୍ଟେରିଆ କଥା କହିଲି ଆଜି ମାନେ ଠାକୁର କହିଛନ୍ତି ଆମେ ଆମେ ଦେଖିବେ ଆମେ ଆମର ସବୁ ଗାଁରେ ଯୋଉ ବୁଢାବୁଢୀ ମାନେ ଥିଲେ ଆମେ କହନ୍ତି ଆ ହାତରୁ ପାଣି ପିଇବା କଥା ନୁହଁ ତା ହାତରୁ ପାଣି ପିଇବା ଯୋଉମାନେ ଅନାଚାରୀ ତାଙ୍କ ହାତରୁ ପାଣି ପିଇବା କଥା ନୁହଁ ଯୋଉଠି ସେଠି ବସିକା ସେମାନେ ରାଗ ଦେବ କଣ କହନ୍ତି ଗୋବର ପାଣି ପିଇ କି ଗୋବର ପାଣିରେ ଘର ଲିପା ହୁଏ ଏସବୁ ଜିନିଷ ହୁଏ ମାନେ ଏସବୁ ଜିନିଷ ଗୁଟା ଛୁଆଛୁତି ଏସବୁ ଜିନିଷ ଗୁଟା ଥିଲା ସେମାନେ ସେତେବେଳେ ଆକ୍ଚୁଆଲି ସେଇଥିପାଇଁ ସେମାନେ ଖୁସିରେ ରହୁଥିଲେ ବହୁତ ଚାର୍ମିଂ ଥିଲେ ମୁଁ ଯୋଉ କହିବି ସେମାନେ ହୁଏତ ପାଠ କଣ ଜାଣିନଥିଲେ କିନ୍ତୁ ଜିନିଷଟା ଜାଣିଥିଲେ କିନ୍ତୁ ଆମେ ଆଜି ପାଠ କଣ ଜାଣିଲେଣି କିନ୍ତୁ ଆମେ ଜିନିଷଟା ମାନେ ଜାଣିପାରୁନୁ ଯେ ଏଟା ପରିପାଳନ କରିବାଟା କେତେ ଦରକାର ଗୋବରରେ ତ ମାନେ ଏତେ ପ୍ରକାର ଭଲ ଗୁଣ ଅଛି ଯେ ମାନେ ବ୍ୟାକ୍ଟେରିଆକୁ ମାରିବାର ଏତେ ପାୱାରଫୁଲ ଜିନିଷ ତାଠୁ ଆଉ କିଛି ନାହିଁ ସେଥିପାଇଁ ଦେଖନ୍ତୁ ଆଜି କାଲି ମାର୍କେଟରେ ବିକ୍ରି ହେଲାଣି ଯୋଉ ଗୋମୂତ୍ର ଗୋମୟ ଗୋବର ଏଇ ସବୁ ଜିନିଷ ମାର୍କେଟରେ ବିକ୍ରି ହେଲାଣି ଏଇ ଯୋଉ ଆଧ୍ୟାତ୍ମିକ ଏଇ ଯୋଉ ମୁଖ୍ୟତଃ ଜିନିଷ ହେଲା ସେ ଶାରୀରିକ ମାନସିକ ଆଧ୍ୟାତ୍ମିକ ତିନିଟା ସଦାଚାର ଆଉ ଏଇ ଯୋଉ ଆଧ୍ୟାତ୍ମିକ ସଦାଚାରଟା ହଉଛି ଏଭଳି ଜିନିଷ ଆରି ଭିତ୍ତି ଉପରେ ହିଁ ଶାରୀରିକ ସଦାଚାର ମାନସିକ ଦିଟା ଯାକ ସଦାଚାର ଗড়ି ଉଠେ ମୁଁ ଯଦି ଆଧ୍ୟାତ୍ମିକ ସଦାଚାର ପରାୟଣ ନୁହେଁ ତାହେଲେ ମୁଁ କେବେ ବି ମାନସିକ ଶାରୀରିକ ସଦାଚାରୀ ହେଇପାରିବି ନାହିଁ ଜଣେ ହୁଏତ ଶାରୀରିକ ସଦାଚାର ପାଳନ କରେ କିନ୍ତୁ ମାନସିକ ସଦାଚାର ପାଳନ କରେ ନା ତାହେଲେ ସେ ରୋଗର ହାତରୁ ଖସି ଯାଇ ପାରିବନି କାରଣ ସେ ଯଦି ଅଯଥା ହତାଶା ଅବସାଦ ଜନିତ କୁଚିନ୍ତାରେ ମଗ୍ନ ରହେ ସ୍ନାୟୁ ଦୁର୍ବଳ ହବ ଆଉ ରୋଗ ହବ ପୁଣି ଜଣେ ହୁଏତ ଶାରୀରିକ ସଦାଚାର ମାନିଲା ମାନସିକ ସଦାଚାର ପାଳନ କରେ କିନ୍ତୁ ଆଧ୍ୟାତ୍ମିକ ସଦାଚାରର ଧାର ଧାରଣା ତାହେଲେ ତାର ଫଳ ମଧ୍ୟ ତାକୁ ପାଇବାକୁ ହେବ ତେଣୁ ଆମକୁ ତିନି ପ୍ରକାର ଜିନିଷ ଯଦି ତିନି ପ୍ରକାର ସଦାଚାର ଆମେ ଯଦି ଠିକ ଢଙ୍ଗରେ ପରିପାଳନ କରୁଥାନ୍ତି ତାହେଲେ କଣ ହବ ନା ଆମର ଭିତରେ ଗୋଟେ ଉଚ୍ଚତର ଚେତନାର ପ୍ରବାହ ହୁଏ ଫଳସ୍ୱରୂପ ଆମର ଯୋଉ ଚାରିତ୍ରିକ ପରିବର୍ତ୍ତନ ଆସିଯାଏ ତାହେଲେ ଏଇ ଯୋଉ ସଦାଚାରର ଯୋଉ ଆଜି ଯୋଉ ଆଲୋଚନା ହେଲା ତାହେଲେ ଆମେ ଚିନ୍ତା କରିବା ଯେତେ ଆମେ ସଦାଚାରୀ ହବା ବା ଦୀକ୍ଷାକୁ ଯଦି ପରିପାଳନ କରିବା ଯୋଉଟା ଠାକୁର କହିଲେ ଯଜନ ଯାଜନ ନିଷ୍ଠଭୂତି ତାର ପରାୟଣ ହବା ତିନିଟାକୁ ମାନିବା ଆଟଲିଷ୍ଟ ଆଉ ଠାକୁରଙ୍କର ଯୋଉ ଯଜନର ଯୋଉ 8ଟି ଅଙ୍ଗ ଦେଇଛି ଆମେ ତାକୁ ବିଶ୍ଳେଷଣ କରିବା ଆମର ଚଳନୀ କେମିତି ଆମେ କଣ ଖାଉଛୁ କଣ ପିଉଛୁ କୋଉଠି ରହୁଛୁ କେମିତି କଣ କରୁଛୁ ଆଉ ମୋର ସାଧନ ଭୋଜନ କେମିତି ସେ ସବୁ ଜିନିଷ କରିବା ଜପ ଧ୍ୟାନ ଆଜି କଲି ନା ନାହିଁ ସତ୍ସଙ୍ଗ କଲି ନା ନାହିଁ ପ୍ରାର୍ଥନା କଲି ନା ନାହିଁ ଏ ସବୁ ଜିନିଷ ଯଦି ଆମେ କରୁ ତାହେଲେ ଆମେ ନିଶ୍ଚିତ ଭାବରେ ଆମର ଶୋକ ଦୂରେଇ ଯିବ ଆଉ ରୋଗ ମଧ୍ୟ ଅନେକାଂଶରେ ଆମେ ତା ହାତରୁ ରକ୍ଷା ପାଇବା ହେଲା ଯଜନ ଯାଜନ ନିଷ୍ଠଭୂତି ଆଉ ତିନିଟି ବାଣୀ ଯୋଉ କହିଲି ତିନିଟି ବାଣୀ ଭିତରେ ସବୁ ଅଛି ଯଜନ ଯାଜନ ନିଷ୍ଠଭୂତି ସୁସ୍ଥ ସଦାଚାର ଯେହେତୁ 5ଟା ଦିନ ଆମର ଜୀବନ ରଥ ପାଇଁ ଏଇ ଯୋଉ ମୁଁ ତ ଭାବେ 5ଟା ହଉଛି ଯୋଉ ଠାକୁର ଯୋଉ 5ଟା ବିଧି ଦେଲେ ଯଜନ ଯାଜନ ନିଷ୍ଠଭୂତି ସୁସ୍ଥ ସଦାଚାର ଏ 5ଟା ବିଧି ହଉଛି ମାନେ 5ଟା ଘୋଡା ସଦୃଶ ଆମ ଜୀବନ ରଥର ଆ ଭିତରେ ଯଦି କୋଉଟା ଗୋଟେ ଯଦି ଯଜନ ବି ଆମେ ନ କରିବା ଯାଜନ କରିପାରିବାନି ଯାଜନ ନ କଲେ ଇଷ୍ଟଭୂତି ବି ଠିକ ଢଙ୍ଗରେ ମୋର ଭାବ ଆସିବନି ଆଉ ସୁସ୍ଥ ସଦାଚାର ତ କଥା ବହୁ ଆଗେ ପଛରେ ତେଣୁ ପ୍ରତ୍ୟେକ ଜିନିଷକୁ ଏଇଟା ଗୋଟେ ବାଲାନ୍ସ କରିକି ଚାଲିବା ଯଜନ ଯାଜନ ଇଷ୍ଟଭୂତି ସୁସ୍ଥ ସଦାଚାର ପରାୟଣ ହେଇ ଚାଲିବା ତାହେଲେ ଆମ ଜୀବନଟା ଆହୁରି ମାନେ ଆମେ ବଞ୍ଚିବା ବଢିଆ ଜାଗାରେ ଅଗ୍ରସର ହେଇପାରିବା ଆଉ ଇଷ୍ଟଙ୍କୁ ପ୍ରତିଷ୍ଠା କାରଣ ନିଜେ ତ ସୁସ୍ଥ ନିଜେ ଯଦି ରୋଗୀ ହବା ନିଜେ ଯଦି ଶୋକଗ୍ରସ୍ତ ହବା ତାହେଲେ ଇଷ୍ଟଙ୍କୁ ପ୍ରତିଷ୍ଠା କିନ୍ତୁ ସର୍ବପ୍ରଥମେ ଆମକୁ ରୋଗ ଶୋକରୁ କବଳରୁ ନିଜକୁ ଆଗେ ବଞ୍ଚେଇ ନିଜକୁ ଆଗେ ତାକୁ ରକ୍ଷା କରିବା ନିଜକୁ ଆଗେ ସେଥିରୁ ଆଗେ କରିବା ଭଲରେ ରଖିବା ନିଜକୁ ଆଗେ ସେଥିରୁ ଦୂରେଇବା ତାପରେ ଆମେ ଇଷ୍ଟ ପ୍ରତିଷ୍ଠା କରିପାରିବା କାରଣ ଆମେ ଯଦି ଆପଣ ଧରନ୍ତୁ ଦେହରେ ଗୋଟେ କିଛି ରୋଗ ଅଛି ଆପଣ କେମିତି ନାମ ଧ୍ୟାନ କରିବେ ତେଣୁ ଆଗେ ତ ଶରୀର ସୁସ୍ଥ ରହିଲେ ତ ଯାହା ହବ ତେଣୁ ଶାରୀରିକ ସ୍ଥିତି କିମ୍ବା ଶରୀର ସୁସ୍ଥ ଅଛି ମନରେ ଆପଣ ଇଆଡୁ ସିଆଡୁ ଚିନ୍ତା ବସିଛି ଆପଣ ଧ୍ୟାନରେ ବସିପାରିବେନି କେମିତି ବସିବେ ହବନି ସେଟା କିମ୍ବା ଶାରୀରିକ ମାନସିକ 2-3ଟା ଅଛି କିନ୍ତୁ ଆପଣ ଆଧ୍ୟାତ୍ମିକ ସୁସ୍ଥତା ମାନେ ଗୋଟେ ଠାକୁରଙ୍କ ପ୍ରତି ଭକ୍ତି ନାହିଁ ଆପଣ ଯୋଉ କହିଲି ବହୁ ଭକ୍ତି ଯୋଉ ଜାଲ ଭକ୍ତି ଯୋଉଟା ଆପଣଙ୍କର ଆଜି ଏ ଠାକୁର କାଲି ସେ ଠାକୁର କାଲି ସେଟା ବି ହବନି ଏକାନୁରତି କ୍ରମୋନ୍ନତି ତୀବ୍ରତା ଯୋଉଟା କହିଲି ଆଉ ତେଣୁ ଠାକୁରଙ୍କର ଏଇ ସବୁ ଜିନିଷ ଆମେ ମାନିବା ଦୀକ୍ଷାଟାକୁ ଯେତେ ଢଙ୍ଗରେ ଆମେ ଦୀକ୍ଷା ନେଇଛନ୍ତି ସଂକଳ୍ପ ନେଇଛନ୍ତି ତେଣୁ ସେ ସଂକଳ୍ପଟାକୁ ଆମେ କିଭଳି ଭାବରେ ମ୍ୟାପିଂ କରୁଛନ୍ତି ଆମ ବ୍ରେନରେ ସେଇଟାକୁ ଟିକେ ପରିପାଳନ କରିବାକୁ ବିଶ୍ଳେଷଣ କରିବା ତାହେଲେ ଆମ ଜୀବନ ଆହୁରି ସୁଖମୟ ହବ ତାହେଲେ ଆମେ ରୋଗ ଶୋକ କବଳରୁ ନିଶ୍ଚିତ ରକ୍ଷା ପାଇପାରିବା ଆଉ ଏତିକି କହି ମୋର କଥା ରଖୁଛି ଜୟଗୁରୁ ଜୟଗୁରୁ ଖୁବ ସୁନ୍ଦର ଭାବରେ ଆମର ଶ୍ରଦ୍ଧା ମନୋରଞ୍ଜନ ଭାଇ ଅଧ୍ୟାପକ ପ୍ରଫେସର ଡକ୍ଟର ମନୋରଞ୍ଜନ ସାହୁ ଏଇ ବିଭିନ୍ନ ଦିଗ ଦେଇକି ଆମ ପାଖରେ ସବୁ ଠାକୁରଙ୍କ କଥା ଅନେକ ତତ୍ୱପୂର୍ଣ୍ଣ କଥା ଜୀବନୀୟ କଥା ଆମ ପାଖରେ ତୁଳି ଧରିଲେ ମଣିଷ ଏଇ ତାର ମିନିମମ୍ ନେସେସିଟି ଯୋଉ ରୁଟି କପଡ଼ା ମକାନ ଆଉ ଖାଦ୍ୟ ବସ୍ତ୍ର ଆଉ ବାସଗୃହ ଏଇଥିରେ ସେ ବହୁ ଆଗେଇ ଯାଇଛି ଆଉ କିନ୍ତୁ ଏ ଆଗେଇବା ସତ୍ତ୍ୱେ ମଧ୍ୟ ତାର ରୋଗ ଆଉ ଶୋକ ଏ ଦିଟା ତାକୁ ବହୁ ଭାବରେ ଗ୍ରାସ କରୁଛି ଯେତେ ଆଗଉଛି ଏଇଥିରେ ସେଥିରେ ଏଇ ଦିଟା ଜିନିଷ ରୋଗ ଆଉ ଶୋକ ତାକୁ ଗ୍ରାସ କରୁଛି ତାର କାରଣ ଆଉ ତାର ନିରାକରଣ
ସେ କଥା ସବୁ ଆମ ପାଖରେ ତୋଳି ଧରିଲେ ବିଶେଷ ଭାବରେ ଆଉ ଦୀକ୍ଷା ଆଉ ସଦାଚାର ଆଉ ଏଇ କଥାକୁ ନେଇକି ସିଏ ଅନେକ ଭାବରେ ଆଲୋଚନା କଲେ ଏବଂ ସେ ସଦାଚାରର ତିନିଟି କଥା ଯୋଉ ଶାରୀରିକ ଆଉ ମାନସିକ ଆଧ୍ୟାତ୍ମିକ ସଦାଚାର ତାକୁ ବିସ୍ତୃତ ଭାବରେ ସେ ଆଲୋଚନା କଲେ ଏବଂ ଶ୍ରୀ ବଡ଼ଦା ଠାକୁରଙ୍କର ଯୋଉ ତିନିଟି ବାଣୀକୁ ପାଳନ କଲେ ତାରି ଭିତରେ ସବୁ କିଛି ହେଇଯାଏ ସେଇ ଯୋଉ ତିନୋଟି ବାଣୀ ଗୁରୁତ୍ୱ ଦେଇକି ଆମ ପାଖରେ ତୋଳି ଧରିଲେ ଆଉ ଖୁବ ସୁନ୍ଦର ଭାବରେ ଏଇ ବିଭିନ୍ନ ଦିଗ ଦେଇକି ଆମ ପାଖରେ ତୋଳି ଧରିଲେ ଏବଂ ଏ ଯୋଉ ଯୋଜନର ମଧ୍ୟ 8ଟି ଦିଗ ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ ଆମମାନେ ସୁସ୍ଥ ସୁଦୀର୍ଘ ନିରାମୟ ଜୀବନ ଯାପନ କରିବାକୁ ହେଲେ ଏକନିଷ୍ଠ ହେବାକୁ ପଡ଼ିବ ଆଉ ଏକନିଷ୍ଠର କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ ଯାଉ ଅନେକ ଦିଗ ଦେଇକି ତତ୍ତ୍ୱପୂର୍ଣ୍ଣ କଥା ସବୁ ତୋଳି ଧରିଲେ ତାକୁ ଯଦି ଆମେ ମାନିକି ଚାଲିବା ତାହେଲେ ରୋଗ ଶୋକ ଆମଠାରୁ ଦୂରେଇ ଯିବ ଆଉ ସେ ମଧ୍ୟ ନିଜ ଜୀବନର ଗୋଟେ ଅନୁଭୂତି ଯାହା ତୋଳି ଧରିଲେ ଯେ ତାଙ୍କର ଚା ପିଇବାର ଯୋଉ ଏତେ ଚା ପ୍ରତି ଆସକ୍ତି ଥିଲେ ସେ ଏକ ପ୍ରକାର ମାନେ ଯୋଉ ନିଶା ଯାହା କହୁଛନ୍ତି ଆଉ ମାଦକତା ତାଙ୍କ ଭିତରେ ଖୁବ ଭାବରେ ଗ୍ରାସୀ ଥିଲା କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ଜାଣିଲେ ଠାକୁର ଆଦୌ ଚା ପିଅନ୍ତି ନାହିଁ ଆଉ ସେ କଥା ତାଙ୍କ ଭିତରେ ଯୋଉ ସୃଷ୍ଟି କରିଥିଲା ସେ ପ୍ରେରଣା ସୃଷ୍ଟି କରିଥିଲା ଏବଂ ସେ ଚା ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ଛାଡ଼ିଦେଲେ ଏବଂ ତା ଦ୍ୱାରା ସେ କେତେ ସୁସ୍ଥ ଅଛନ୍ତି ଆଉ କେତେ ନିରୋଗ ଅଛନ୍ତି ସେ ମଧ୍ୟ ତାଙ୍କ କଥାବାର୍ତ୍ତା ଆମେ ନିଜ ଭାବରେ ଜାଣୁଛେ ସେ କେତେ ସାଧନ ଭୋଜନ କରୁଛନ୍ତି ଏବଂ କିଭଳି ନିରୋଗ ଅଛନ୍ତି ସେ କଥା ଆମେ ସମସ୍ତେ ଜାଣୁଛେ ତେଣୁ ସେ ଯୋଉ କଥା ଗୁଡ଼ିକ ଏତେ ଗୁରୁତ୍ୱପୂର୍ଣ୍ଣ ଦେଇକି ଆମ ପାଖରେ ତୋଳି ଧରିଲେ ଆମେ ତାକୁ ମାନିବା ପାଇଁ ଚେଷ୍ଟା କରିବା ଆଉ ଆମମାନେ ମଧ୍ୟ ରୋଗ ଶୋକ ଦାରିଦ୍ର୍ୟ ଆମଠାରୁ ଦୂରେଇ ଯିବ ଆମେ ସୁଖରେ ଶାନ୍ତିରେ ରହିବା ଆଉ ଆମର ମନୋରଞ୍ଜନ ହୋଇ ତାଙ୍କର ପରିବାର ସମସ୍ତଙ୍କର ସୁସ୍ଥ ସୁଦୃଢ଼ ନିରାମୟ ଜୀବନ ପାଇଁ ଆଉ ତାଙ୍କର ସମସ୍ତଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ଏମିତି ପ୍ରଭୁଙ୍କ କଥା କହିକି ଆମମାନଙ୍କୁ ପ୍ରେରଣା ପୃଷ୍ଟ କରିଥାନ୍ତୁ এই ধারা ହିଁ ତାର ଅଭ୍ୟାସ ଥାଉ ଏହି ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜୟ ଗୁରୁ ଜୟ ଗୁରୁ। ଭାଇ ପୂଜ୍ୟ ଦେବ ଭାଇ ଆଜ୍ଞା ଜୟ ଗୁରୁ ଦାଦା ଜୟ ଗୁରୁ ଜୟଗୁରୁ ଆଜ୍ଞା ମନୋରଞ୍ଜନ ଭାଇ ବହୁତ ସୁନ୍ଦର କଥା କହିଲେ ଆଉ ଆପଣ ଟିକେ ତାଙ୍କୁ ଅନୁମତି ଦେବେ ମଝିରେ ମଝିରେ ଏଇ କଥା ଗୁଡିକ ରିପିଟ କରିବେ ଅନ୍ତତଃ କାହାର ପରିବର୍ତ୍ତନ ନହେଲେ ମୋର ଟିକେ ପରିବର୍ତ୍ତନ ହବ ଆଜ୍ଞା। ଆଜ୍ଞା ସେ ଆପଣଙ୍କ ଆପଣ ଜ୍ୱାଇଁ ଢେଙ୍କାନାଳ ଜ୍ୱାଇଁ ସେ ଆମର ଯୋଉ ଦେବ ଭାଇ ଥିଲେ ତାଙ୍କର ସେ ଦେବ ଭାଇ ଯାଜକ ଥିଲେ ଦେବେନ୍ଦ୍ରନାଥ ଆଜ୍ଞା ସାହୁ ଆମର ଯୋଉ ଦେବ ଭାଇ ଯାଜକ ଥିଲେ ଦେବେନ୍ଦ୍ରନାଥ ସାହୁ ଆଜ୍ଞା ତାଙ୍କରି ଜ୍ୱାଇଁ ସିଏ ଜାମାତା ଓହୋ ଆଜ୍ଞା 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 ଯାଜକ ଥିଲେ ଯୋଉ ଶିବ ଭାଇଙ୍କ ଆମ ସାନ ଭାଇ ଦେବ ଭାଇ ଆମ ବିଖ୍ୟାତ ପରା ଆଉ ଆଜ୍ଞା ଆଜ୍ଞା ହଉ ଆଜ୍ଞା ଆପଣ ମନୋରଞ୍ଜନ ଭାଇ ସବୁବେଳେ ସେଇ କଥା କୁହନ୍ତୁ କାହାର ପରିବର୍ତ୍ତନ ନହେଲେ ମୋର ବି ଟିକେ ପରିବର୍ତ୍ତନ ହବ ମୋ ଉପରେ ଟିକେ effect ପଡିବ। ଆଭରେଜ ମାସରେ ଥରେ ତ ଆମେ ସମସ୍ତଙ୍କୁ ଚେଷ୍ଟା କରୁଛୁ କିନ୍ତୁ ସିଏ ପୁରା ଆଉ ଆମକୁ ଟିକେ ଟାଇମ ଦେଇ ପାରୁନାହାନ୍ତି ଆଉ କଣ କରିବା ଆଜ୍ଞା ଆପଣମାନେ ପୂଜ୍ୟ ପ୍ରଭାତାଙ୍କର ସୁସ୍ଥ ସୁଦୃଢ଼ ନିରାମ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ଆଉ ସେ ଯେହେତୁ ଆମକୁ ସବୁବେଳେ ଇନ୍ସପାୟାର କରୁଛନ୍ତି ଆଉ ଦାଦା ଜୟ ଗୁରୁ ଦାଦା ଜୟ ଗୁରୁ ଆଜ୍ଞା ଜୟ ଗୁରୁ। ଆଉ ଆସନ୍ତାକାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସଦ୍ୟ ଜଗଦୀଶ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ କର୍ମୀ ସୁଧ ଜଗଦୀଶ କୁମାର ସାମନ୍ତରାୟ ଆସନ୍ତାକାଲି ସତ୍ସଙ୍ଗରେ ଯୋଗଦାନ କରିବା ଆଉ ବର୍ତ୍ତମାନ ଆମର ସଦ୍ୟ ଯୁଧିଷ୍ଠ ଭାଇ ସୁଧ ଯୁଧିଷ୍ଠ ଓଝା ସମାପନୀ ସଙ୍ଗୀତ ପରିବେଷଣ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ଦାଦା ଜୟ ଗୁରୁ ଦାଦା ଜୟ ଗୁରୁ ଆଜ୍ଞା ଜୟ ଗୁରୁ। শূন্য পাত্র পূর্ণ কল ধন্য হেলা জীবন শূন্য পাত্র পূর্ণ কল ধন্য হেলা জীবন আরে বিশ্ব আজি বিশ্ব নুহে বিশ্ব আজি বিশ্ব নুহে
ମୋ ଜୀବନ ମାଣିକମଣି ଧରାଏ ସୁନ୍ଦର ଅତି ଜାଣି ମୋ ଜୀବନ ମାଣିକମଣି ଧରାଏ ସୁନ୍ଦର ଅତି ଜାଣି অত নাম দেই তানি অত নাম দেই তানি মুতরে অমৃত দিল অজ্ঞানরে কত জ্ঞান মুতরে অমৃত দিল অজ্ঞানরে কত জ্ঞান মুতরে অমৃত দিল নামে যেতে চলনা শান্তির বদলে আনে দুঃখ যাতনা ধর্ম নামে যেতে চলনা শান্তির বদলে আনে দুঃখ যাতনা উত্তাকালী বন্দনা উত্তাকালী বন্দনা চরণ হরা চরণ পূজা সন্ধ্যা পূজা কারণ চরণ হরা চরণ পূজা সন্ধ্যা পূজা ভরিছ জীবনে যাহা জান খালি মন ভরিছ জীবনে প্রাণ খালি বলি মন ভরিছ জীবনে প্রাণ খালি মন প্রাণ নাম দেই নাম দেই পরি প্রিয় সংসারে নাই জীবন তোমারি পাই তোমা পরি এতে প্রিয় সংসারে নাই জীবন তোমারি পাই তুম পদ রহিছি চাহি তুম পদ রহিছি চাহি ভুবনে সত্য তুমি वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं परम प्रेममय श्री श्री ठाकुर अंकुर चंद्र जी की जय परम प्रेममय श्री श्री ठाकुर अंकुर चंद्र जी की जय परम प्रेममय श्री श्री ठाकुर अंकुर चंद्र जी की जय परम राध्या जगत जननी श्री श्री बड़मा की जय परम जगत जननी श्री श्री बड़मा की जय परम राध्या जगत जननी श्री श्री बड़मा की जय परम पूज्य पाद श्री श्री बड़दा की जय परम पूज्य पाद श्री श्री बड़दा की जय परम पूज्य पाद श्री श्री बड़दा की जय परम पूज्य पाद श्री श्री आचार्य देव की जय परम पूज्य पाद श्री श्री आचार्य देव की जय परम पूज्य पाद श्री श्री आचार्य देव की जय सत संघ की जय सत संघ की जय सत संघ की जय वंदे
पुरुषोत्तमम् वन्दे पुरुषोत्तमम् वन्दे आज पितृन् वन्दे वन्दे हाँ तम मातुवर्गान् सेटा वन्दे सब मिलছে না मातुवरान् वन्दे अहं कृष्टि दैवतान् वन्दे अहं वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम् परम प्रेममय श्री श्री ठाकुर अंकुर चंद्र जी की जय जय गुरु জয়গুরু জয়গুরু দেব ভাই জয়গুরু ধর্মাষ্টমী জয়গুরু সবাইকে জয়গুরু समस्त को जय गुरु सबाई জয়গুরু জয়গুরু দেব ভাই জয়গুরু भाई जय চন্দ্র ভাই জয়গুরু हनुमा समस्त को जय गुरु अशोक भाई जय गुरु अनिता माँ जय ସମସ୍ତଙ୍କୁ ଜୟ ଗୁରୁ। सुषमा माँ जय गुरु জয়গুরু দেব ভাই জয়গুরু समस्त को जय गुरु निर्भा माँ जय गुरु टिकिना माँ साड़वाड़ा माँ गीतांजलि माँ जय गुरु समस्त जय गुरु विनो भाई जय गुरु विनोदिनी माँ जय गुरु सबाई ଜୟ ଗୁରୁ ଜୟ ଗୁରୁ। जय गुरु भाई प्रभात भाई माधर भाई प्रदीप भाई पंकज भाई समस्त জয়গুরু দেব ভাই জয়গুরু সবাইকে জয়গুরু দেব ভাই জয়গুরু सबाई के जय सुमति माँ जय गुरु पंकज भाई जय गुरु जय गुरु लक्ष्मी माँ जय गुरु समस्त जय गुरु जय गुरु मनोदा जय गुरु समस्त जय गुरु माधर भाई जय गुरु জয়গুরু সবাইকে জয়গুরু जय गुरु प्रभात भाई जय गुरु जय गुरु जय गुरु জয়গুরু জয়গুরু जय गुरु फाइनल करवा फाइनल जय गुरु जय गुरु पंकज भाई जय गुरु समस्त जय गुरु रमाकांत भाई बसंत भाई समस्त जय गुरु सबाई के जय गुरु भाई जय गुरु उषारंगा संतन भाई समस्त जय गुरु सबाई जय गुरु पुष्पलता माँ जय गुरु काला भाई जय गुरु और पुरुषोत्तम भाई सरस्वती माँ समस्त जय गुरु सबाई के जय गुरु फाइनल फाइनल जय गुरु फाइनल जय गुरु माँ जय गुरु जय गुरु देव भाई जय गुरु धर्म माँ जय गुरु जय गुरु शरदा स्मिता माँ समस्त जय गुरु सबाई के जय गुरु हाँ सेदिन मटर आधे किलो सूजी आधे किलो चीनी किलो गुड़ आधे किलो पनीर कौन माँ ପରିବା 500 ଟଙ୍କା ତ ମୋ ଇଏରୁ ଦେଇଛି ମୋ ଜେବୁରୁ ମୁଁ ସେଥିରୁ 1500 ଟଙ୍କା ଖର୍ଚ୍ଚ କଲାଣି देवेंद्र भाई जय गुरु बंद करो दादा ତମକୁ ଫୋନ ପେରେ କେତେ ପଇସା ଦଉନି ମୁଁ ତମକୁ 300 ଗଲା 350 ଗଲା କି 450 ଗଲା କରିଛି ନା ନାଇଁ